ନମସ୍କାର ଜଣାଏ। ପ୍ରଭୁ ପ୍ରାଇଜ ଏହି ଲର୍ଡ। ସୁନ୍ଦର ସୁଯୋଗ ପୁନର୍ବାର ଆମ ଜୀବନରେ ଦେଲେ, ଏଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଆପଣମାନଙ୍କୁ ମଧ୍ୟ ମୁଁ ବହୁତ ଧନ୍ୟବାଦ ଦିଏ। ଆପଣମାନେ ଏହି ପ୍ରଭାତରେ 4ଟା ବେଳେ ଉଠି ପ୍ରଭୁଙ୍କ ନିକଟରେ ନିଜର ଫ୍ୟାମିଲି ନିଜକୁ ସମର୍ପଣ କରୁଛନ୍ତି। ପ୍ରଭୁ ତୁମର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆମେନ୍। ଆଜି ଆମେ ଅଳ୍ପ ସମୟ ପ୍ରଭୁଙ୍କର ବାକ୍ୟ ନିକଟକୁ ଯିବା ଆଉ ଚିନ୍ତା କରିବା। ଆଉ ମୋର ଆଶା ଓ ଭରସା ଯେ ଏ ବାକ୍ୟ ସମସ୍ତଙ୍କୁ ଗୋଟେ ଆଜି ଉତ୍ସାହ ଦେବ ଆଉ ଆମର ବିଶ୍ୱାସକୁ ବଢାଇବ। ଆସନ୍ତୁ ଆମେ ପଢିବା ଆଇଜାୟା ଆଇଜାୟା ଚାପ୍ଟର 60 verse 22। ବିଷୟ ତାର 60 ର ବିଷୟ 22 ପଦ। ବିଷୟ ପଢି ଦିଅନ୍ତୁ କେହି ଜଣେ। ବିଷୟ 60 ର 22 ପଦ। କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ ହେବ। ଆମ୍ଭେ ସଦାପ୍ରଭୁ ଯଥା କାଳରେ ଏହା ଶୀଘ୍ର ଘଟାଇବା। ଆମେନ୍। ଥ୍ୟାଙ୍କ ୟୁ। ଆମେ ଏଠି ଦେଖୁଛୁ ପ୍ରଭୁଙ୍କର ବାକ୍ୟ, ଏଇଟା ଗୋଟେ ବିଚିତ୍ର ବାକ୍ୟ। ଆକ୍ଚୁଆଲି କ୍ଷୁଦ୍ର ଜଣକ ପୁଣି ସହସ୍ର ହବ, ଛୋଟ ଲୋକ ପୁଣି କଣ ସହସ୍ର ବହୁତ ସଂଖ୍ୟାରେ ହବ। ଆଉ ସାନ ଜଣକ ଯାହାକୁ ବଳ ନାହିଁ ସେ କଣ ହେବ, ସେ ବଳବାନ ହେବ ଆଉ ବଡ ଗୋଷ୍ଠୀ ହେବ ଲେଖା ଅଛି। ଆଉ ସେଟା କିଏ କରନ୍ତି? ଆମର ସଦା ପ୍ରଭୁ। କେତେବେଳେ ସେ କରନ୍ତି? ତାଙ୍କର ସମୟରେ ସେ ଅତି ଶୀଘ୍ର ଘଟାଇବେ। ଆମେ ଆମ ଜୀବନରେ ଆମେ ଅନେକ ସମୟରେ ଆମେ ନିଜକୁ ଛୋଟ ବୋଲି ମଣିଥାଉ। ବୋଲେ ଗୋଟେ ଗୋଟେ ସ୍ଥାନରେ ଆମେ ଯିବା ଯୋଉଠିକି ଆମର ସେଠି ଭ୍ୟାଲ୍ୟୁ ହୀନ ହେଇଥାଏ। ଆମେ ସମସ୍ତେ ଆମ ଜୀବନରେ କ୍ଷୁଦ୍ରତା ସହିତ ଏ ଛୋଟ ସହିତ ଆମେ କାରବାର କରିଛୁ। ଆମ ମଧ୍ୟରୁ ଅନେକ ଲୋକ ଥିବେ, ଆଉ ବେଳେ ବେଳେ ଆମମାନଙ୍କ ମଧ୍ୟରୁ କେତେ ଜଣ ମଧ୍ୟ ବେଳେ ବେଳେ ଛୋଟ ଅନୁଭବ କରନ୍ତି। ମୁଁ ମଧ୍ୟ ଅନୁଭବ କରିଛି ମୋ ଜୀବନରେ। ଆପଣମାନେ ମଧ୍ୟ କୁକୁଟି ତ ଗଲେ ନା ନିଜକୁ ଛୋଟ ଅନୁଭବ କରନ୍ତି। ଏହା ହେଇଥାଇପାରେ ତ ଏ ଛୋଟ ଅନୁଭବ କରିବା ହୁଏତ ହେଇଥାଇପାରେ ଗୋଟିଏ ବୟସର। ଯଦି ଯଦି ବୁଢା ମାନେ ବସିଛନ୍ତି ସେଠି ଗୋଟେ ଭେଣ୍ଡିଆ ପିଲା କଣ ହବ, ନିଜକୁ ସେ ଛୋଟ ବୋଲି ମଣିବ ନେଇକି। ଆଉ ହୁଏତ ବୟସରେ, ଆଉ ହୁଏତ ଶକ୍ତି କ୍ଷେତ୍ରରେ ମଧ୍ୟ, ଆଉ ହୁଏତ ବେଳେ ବେଳେ ପାଠ ପଢା କ୍ଷେତ୍ରରେ ମଧ୍ୟ, ଆଉ ଆଉ ବେଳେ ବେଳେ ଆମେ ଦେଖୁଛୁ ଟ୍ୟାଲେଣ୍ଟେଡ କ୍ଷେତ୍ରରେ ମଧ୍ୟ, ଯେ ଗୀତ ଗାଉଛି, ଗିଟାର ବଜାଉଛି, ଆଉ ତାର ପାଠ ଭଲ ପଢୁଛି, ଏମିତି ଟ୍ୟାଲେଣ୍ଟ ଯାହାର ଅଛି, ସେମାନଙ୍କ ମଧ୍ୟରେ ଆମେ ବେଳେ ବେଳେ ଆମେ ନିଜକୁ ଛୋଟ ବୋଲି ଆମେ ଭାବୁ। କିନ୍ତୁ ବହୁତ ଇଣ୍ଟରେଷ୍ଟିଂ ବିଷୟ ଯେ ଆମେ ଯେତେବେଳେ ନିଜକୁ ଆମେ ଛୋଟ ବୋଲି ମାନୁ, ନିଜକୁ ଛୋଟ ଅନୁଭବ କରୁ, ସେତେବେଳେ ଆକ୍ଚୁଆଲି ଏ ଦୁନିଆ ଛୋଟ ଲୋକମାନଙ୍କୁ ସମ୍ମାନ କରେ ନାହିଁ। ଏ ଦୁନିଆ ଛୋଟ ଲୋକମାନଙ୍କୁ ଗୋଟେ ଉପରକୁ ଉଠେଇବା ପାଇଁ, ତାଙ୍କୁ ରେଜ୍ କରିବା ପାଇଁ, ତାଙ୍କୁ ବଡ଼ କରିବା ପାଇଁ ଏ ଛୋଟ ଦୁନିଆ ଦିଏ ନାହିଁ। ବଡ଼ ଲୋକ ଆକା ବଡ଼ ହୁଏନି କି। ଆଉ ଗୋଟେ ଆମେ ଯେତେବେଳେ ନିଜକୁ ଛୋଟ ଅନୁଭବ କରୁ, ଆମେ ସେତେବେଳେ ଏ ଦୁନିଆ ଆମକୁ ନିରୁତ୍ସାହିତ କରେ। ମିନ୍ସ ଦେ ଡିସ୍ପାଇଜ୍ଡ, ସେ ଡିସ୍ପାଇଜ୍ଡ, ସେମାନେ ଆମକୁ ଡିସ୍ପାଇଜ୍, କଣ ସେଟା, ପ୍ରାୟ ତୁଚ୍ଛୀକୃତ କରନ୍ତି। ହଁ, ସେ ତୁଚ୍ଛୀକୃତ କରନ୍ତି। କିନ୍ତୁ ସଦାପ୍ରଭୁ ଏଠି ଆମେ ଦେଖୁଛୁ ଯେ କ୍ଷୁଦ୍ର ଜଣକୁ ସେ ସହସ୍ର, ଛୋଟ ଲୋକକୁ ସେ ବଡ଼ କରିବେ। ସେଟା ଆଜି ଆପଣମାନଙ୍କୁ ମୁଁ ସମ୍ମୁଖରେ ଏ ଛୋଟ ବାକ୍ୟ ଆଣିବାକୁ ଚାହେଁ। ହାଉ ମିନ୍ସ ସଦାପ୍ରଭୁ କେମିତି ଏ ଛୋଟ ଲୋକକୁ ସେ ଆଶୀର୍ବାଦ କରନ୍ତି, ସେ ଛୋଟ ଲୋକକୁ ସେ ବଡ଼ କରନ୍ତି ତାହା। କିନ୍ତୁ ଯେତେବେଳେ ଆମେ ଦୁନିଆରେ ଦେଖିବା ଯେ ଆମ ସାହି ପଡ଼ିଶାରେ ଯଦି ଆମେ ଛୋଟ ଲୋକ, ଆମକୁ କିଏ ମାନନ୍ତି ନାହିଁ। ଆମ ସାହି ପଡ଼ିଶାରେ ଯଦି ସବୁ ଧନୀ ଲୋକ, ଆମକୁ କିଏ କଥା ଏକା ହେବେ ନାହିଁ। ଆମ ସାହି ପଡ଼ିଶାରେ ଯଦି ସମସ୍ତଙ୍କର ଗାଡ଼ି ଅଛି, ଆମର ବାଇକ୍ ଅଛି, ଆମକୁ କିଏ ପଚାରିବ ହିଁ ନାହିଁ। ଅନେକ ବିଷୟ ଅଛି, ଅନେକ ବିଷୟ ଅଛି। କିନ୍ତୁ ଯେତେବେଳେ ଆମେ ଛୋଟ ବୋଲୁ, ଲୋକ ଏଇ ଦୁନିଆରେ କିଏ ପଚାରନ୍ତି ନାହିଁ। କିନ୍ତୁ ଆମର ସ୍ୱର୍ଗୀୟ ପିତା ସେ କହୁଛନ୍ତି, ମୁଁ କ୍ଷୁଦ୍ର ଜଣକୁ, ଛୋଟ ଲୋକକୁ ମୁଁ ବଡ଼ କରିବି। ହାଲେଲୁୟା। ଯେତେବେଳେ ଆମେ ନିଜକୁ ଛୋଟ ବୋଲି ମଣୁ, ସେତେବେଳେ ସଦାପ୍ରଭୁ ଆମକୁ ଅନୁଗ୍ରହ କରିବେ। ହାଲେଲୁୟା। ଏଇଟା ଆକ୍ଚୁଆଲି
ଏଇ ପ୍ରକାର ବାକ୍ୟ ମୋର ଫେଭରାଇଟ୍। କ'ଣ ପାଇଁ? ଏସବୁ ମୋତେ ବହୁତ ବହୁତ ଉତ୍ସାହିତ କରିଦିଏ। କ'ଣ ପାଇଁ? ଆମେ ଛୋଟ ଲୋକ, ଆମେ ଛୋଟ ଗାଁରୁ ଆସିଛୁ, ଆମର ଜାଣିଛୁ ଆମେ କେଉଁଠିଠୁ ଆମେ ଆସିଛୁ, କେଉଁଠି ବଢ଼ିଛୁ, ଆମର ଯୋଗ୍ୟତା କେତେ, ଆମର ପରିବାରର ଭ୍ୟାଲ୍ୟୁ କେତେ, ଆମର ବନ୍ଧୁବାନ୍ଧବ ଭଲ କଥା, ଆମ ଗାଁର ଭ୍ୟାଲ୍ୟୁ କେତେ, ଆମର ଡିଷ୍ଟ୍ରିକ୍ଟର ଭ୍ୟାଲ୍ୟୁ କେତେ, ଆମର ଆମର ଷ୍ଟେଟ୍ର ଭ୍ୟାଲ୍ୟୁ କେତେ। ଏକ୍ଜାକ୍ଟଲି ସେମିତି ଯଦି ତୁମେ ଅଲଗା ଷ୍ଟେଟ୍କୁ ଯିବ, ମୁଁ ଓଡ଼ିଆ ଲୋକ ବୋଲି କହିଲେ ତୁମର ଭ୍ୟାଲ୍ୟୁ ନାହିଁ। ଆଉ ଓଡ଼ିଆ ଲୋକ, ସେଠି ଗରିବ ଲୋକ, ଟ୍ରାଇବଲ ଲୋକ, କନ୍ଦ ଲୋକ ରହିବା ଦେଶ ସେଟା। ସେମିତି ଟାଇପ୍ର ଅଲଗା ଦେଶରୁ ଯାଇ ବେଙ୍ଗଲୋର ଆଡ଼େ ଯାଇ ଯଦି ତୁମେ କହିବ କି ଚେନ୍ନାଇ ଯାଇ ଓଡ଼ିଆ ବୋଲି କହିଲେ ଭ୍ୟାଲୁ ନାହିଁ। ମିନ୍ସ ତେଣୁ ମୋତେ ଯେତେବେଳେ ମୁଁ ଏହିପରି ସଦାପ୍ରଭୁଙ୍କର ବାକ୍ୟ ପଢ଼େ, ଏଇଟା ମୋତେ ବହୁତ ବହୁତ ଉତ୍ସାହିତ କରିଦିଏ। କ'ଣ ପାଇଁ? ଆମେ ଛୋଟ ଲୋକ, କିନ୍ତୁ ପ୍ରଭୁ ମହାନ। ସେ ଛୋଟ ଲୋକଙ୍କ ପାଇଁ ସେ କ'ଣ କ'ଣ ରଖିଛନ୍ତି ଆସନ୍ତୁ ଦେଖିବା। ଗୋଟିଏ ବାକ୍ୟ ଆମେ ଦେଖିବା, ଇକ୍ଲେସିଆସ୍ଟିକ୍ ଉପଦେଶକ 9:16 ଗୋଟେ ବହୁତ ସୁନ୍ଦର ବାକ୍ୟ ଲେଖା ଅଛି ସେଠି। ସେଟା ଜଗତର ଧାରଣା, ସେଟା ଆକ୍ଚୁଆଲି ସେଠି ଲେଖା ଅଛି, ମୁଁ ପଢ଼ିବି। ତେଣୁ ମୁଁ କହିଲି, ଶକ୍ତି ଅପେକ୍ଷା ଜ୍ଞାନ ଭଲ, କିନ୍ତୁ ଦରିଦ୍ର ଲୋକର ଜ୍ଞାନକୁ ତୁଚ୍ଛ କରାଯାଏ ଓ ତାର ବାକ୍ୟ ଆଉ ଶୁଣାଯାଏ ନାହିଁ। ଜ୍ଞାନୀ ସୋଲୋମନ, ସେ ବିଚିତ୍ର ଜ୍ଞାନୀ ଲୋକ, ତାଙ୍କ ଭଳି ଆଜି ପର୍ଯ୍ୟନ୍ତ କିଏ ନାହିଁ, କିଏ ରହିବେ ମଧ୍ୟ ନାହିଁ। ସଦାପ୍ରଭୁ ତାଙ୍କୁ ଏତେ ଅନୁଗ୍ରହ କରିଥିଲେ ଯେ ସେ ଜ୍ଞାନ ଦ୍ୱାରା ଏ ବାକ୍ୟ ସେ ଲେଖୁଛନ୍ତି। ଶକ୍ତି ଅପେକ୍ଷା ଜ୍ଞାନ ଭଲ। ବଳ ଶକ୍ତି ଥିବା ଅପେକ୍ଷା ତୁମେ ହାଡ୍ରା ହେଲେ ମିଶା ଯଦି ତୁମର ଜ୍ଞାନ ଅଛି ବହୁତ ଭଲ। କିନ୍ତୁ ବହୁତ ଦୁଃଖର କଥା ଯେ ସେଇ ଜ୍ଞାନ ଯଦି ଗୋଟେ ଦରିଦ୍ର ଲୋକକୁ ଯଦି ଜ୍ଞାନ ଅଛି ବୋଲେ ତାହାର ଜ୍ଞାନ ପୁଣି କିଏ ଶୁଣିବେ ନାହିଁ। ଆମେ ଅନୁଭବ କରିଛୁ, ତୁମର ଆଇଡିଆ ବହୁତ ଭଲ ଅଛି, ତୁମର ଜ୍ଞାନ ଅଛି, ମିଟିଂରେ ବସିଛ କି ଲୋକମାନଙ୍କ ଆଗରେ ବସିଛ, ଆଉ ତୁମେ କହିବାକୁ ଚାହୁଁଛ, ତୁମେ କହିଲେ ମଧ୍ୟ ଲୋକମାନେ ସେ କଥା ଶୁଣିବେ ନାହିଁ। କ'ଣ ପାଇଁ? ତୁମେ ଜ୍ଞାନର କଥା କହିଲ ତାହା ସେଟା ପାଇଁ ନାହିଁ, କାରଣ ହେଉଛି ତୁମେ ଗରିବ। ବହୁତ ଦୁଃଖର କଥା ବୋଲେ ଏଇ ଜଗତ ସେହିପରି ଲୋକଙ୍କୁ ତୁଚ୍ଛୀକୃତ କରେ, ସେହିପରି ଲୋକଙ୍କୁ ପାଦ ତଳେ ରଖେ, ଧନୀ ଲୋକମାନେ, ଜ୍ଞାନୀ ଲୋକମାନେ। କିନ୍ତୁ ସଦାପ୍ରଭୁ ସେ ମହାନ, ଗରିବ ଲୋକର ଜ୍ଞାନକୁ ଲୋକ ଘୃଣା କରନ୍ତି, ଗ୍ରାହ୍ୟ କରନ୍ତି ନାହିଁ। ଯେତେବେଳେ ତୁମେ ଗରିବ ହୁଅ, ତୁମର ଜ୍ଞାନର ମୂଲ୍ୟହୀନ। ଶକ୍ତି ଅପେକ୍ଷା ଜ୍ଞାନ ଭଲ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏଇ ଜ୍ଞାନ ଯଦି ଗରିବ ଲୋକ ସହିତ, ଏହାର ଅତ୍ୟନ୍ତ ଦୟନୀୟ ଅବସ୍ଥା, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା। ଆମ ଦୁନିଆରେ ଏହିପରି ଅନେକ ବିଷୟ ଆମେ ଦେଖୁଛୁ। କେବଳ ତାର ଦେଖନ୍ତୁ, ଆଉ ଗୋଟେ ବାକ୍ୟ ପଢିବା, ଗୀତ ସଂହିତା 22:6-8। ସେଠି ଗୀତ ଲେଖକ କହୁଛନ୍ତି, ମୁଁ ଏକ ପୋକ। ଆମେ ପଢିଦବୁ। ହଁ, ପଢନ୍ତୁ। ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ, ମନୁଷ୍ୟମାନଙ୍କର ନିନ୍ଦା ପାତ୍ର ଓ ଲୋକମାନଙ୍କର ଅବଜ୍ଞତା। ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି। ସେମାନେ ଓଷ୍ଠ ଲମ୍ବାଇ ମସ୍ତକ ହଲାଇ କହନ୍ତି, ସଦାପ୍ରଭୁଠାରେ ସେ ଆପଣାକୁ ସମର୍ପଣ କଲା, ସେ ତାକୁ ଉଦ୍ଧାର କରନ୍ତୁ। ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ। ସେ ଲେଖୁଛନ୍ତି, ମୁଁ ଗୋଟିଏ ଛୋଟ କୀଟ, ତେଣୁ ବୋଲେ ଲୋକମାନେ ସେମିତି ମତେ ତୁଚ୍ଛୀକୃତ କରନ୍ତି। କାରଣ ମୁଁ ଯଦି ମୁଁ ବାଘ ହୋଇଥିଲେ ସମସ୍ତେ ଧାଇଁ ପଳେଇ ଯାଇଥାନ୍ତେ, ସମସ୍ତେ ରେସପେକ୍ଟ କରି। ସେଇଟା ଯଦି ମୁଁ ହାତୀ ହେଇଥିଲେ, ବଡ଼ ହେଇଥିଲେ, ସମସ୍ତେ ଭୟ କରିଥାନ୍ତେ। କାରଣ ମୁଁ କୀଟ, ତେଣୁ ମୋତେ ଲୋକମାନେ ପରିହାସ କରନ୍ତି, ମୋତେ ଲୋକମାନେ ତୁଚ୍ଛ ଜ୍ଞାନ କରନ୍ତି। ଆମମାନଙ୍କ ଜୀବନରେ ଅନେକ ସମୟରେ ଗୋଟେ ଗୋଟେ ସ୍ଥାନରେ ଏହିପରି ଫିଲିଂ ଆମ ଜୀବନରେ ଆସିଥାଏ। କିନ୍ତୁ ସଦାପ୍ରଭୁ କହୁଛନ୍ତି, ତୁମେ ଛୋଟ ହେଲେ ମଧ୍ୟ ମୋର
ଠିକ୍ ଟାଇମ୍ରେ ମୁଁ ତୁମକୁ ଅନୁଗ୍ରହ କରିବି। ଏଠି ଗୀତ ଲେଖକ କହୁଛନ୍ତି, ଯେଉଁମାନେ ମୋତେ ଦେଖନ୍ତି ସେମାନେ ମୋତେ ପରିହାସ କରନ୍ତି, ସେମାନେ ମୋତେ ଅପମାନ କରନ୍ତି, ମୁଣ୍ଡ ହଲାଇ ସେମାନେ ଏଇ କରନ୍ତି, ବୋଲେ ତୁଚ୍ଛ କରନ୍ତି। ଛୋଟ ଲୋକର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଏବଂ ଯନ୍ତ୍ରଣାଦାୟକ, ବେଳେବେଳେ ଏଠି ପେଇନଫୁଲ୍। ସେମାନଙ୍କର ସାଙ୍ଗସାଥି ସେମାନଙ୍କର ସେମାନଙ୍କୁ ମଧ୍ୟ ଭଲ ବ୍ୟବହାର ମଧ୍ୟ ଦେଖାନ୍ତି ନାହିଁ। ସେହିଭଳି ଚର୍ଚ୍ଚରେ ମଧ୍ୟ ସେହିପରି ଆମେ ଦେଖୁଛୁ, ଯାକୁବ ପୁସ୍ତକରେ ଆମେ ଦେଖୁଛୁ ଖ୍ରୀଷ୍ଟିଆନ ଚର୍ଚ୍ଚରେ ମଧ୍ୟ, ସେଇ ଖ୍ରୀଷ୍ଟିଆନ ସମାଜରେ ମଧ୍ୟ ସେହିପରି ଥିଲା। ସେଟା ପାଇଁ ସେ ଦାଉଦ ଯାକୁବ ଲେଖୁଛନ୍ତି, ଯାକୁବ 2:2-3 ଆମେ ଯଦି ପଢିବା, ଆମେ ସେ କାହାଣୀ ଜାଣିଛୁ। ଜଣେ ଧନୀ ଲୋକ ଆସିଲେ, ତାକୁ କହୁଛୁ ଆମେ ଚେୟାରରେ ବସ ବୋଲି, ଜଣେ ମଇଳାଟା ପିନ୍ଧି ଆସିଲା ବେଳକୁ ତୁମେ ଗୋଡ଼ ତଳେ ବସ ବୋଲୁଛୁ। ସେଟା ଲେଖା ଅଛି ସେଠି। ଜଣେ ବ୍ୟକ୍ତି ସୁନା ମୁଦି ସୁନ୍ଦର ବସ୍ତ୍ର ପିନ୍ଧି ସଭାକୁ ଆସିଲେ, ଆଜ୍ଞା ଆସ ଆଗରେ ବସ, ଫାର୍ଷ୍ଟ ଲାଇନରେ ବସ ବୋଲୁଛୁ। ଆଉ ଯଦି ଜଣେ ଅପରିଷ୍କାର ପୁରୁଣା ପୋଷାକ ପିନ୍ଧି ଆସିଲେ, ସେ ଦରିଦ୍ର ଲୋକ ଭଳି ଜଣା ଯାଉଛି, ତାକୁ ଆମେ କହୁଛୁ ତୁଇ ସେଇଠି ବସେ, ସେ ପଛରେ ବସେ, ତଳେ ବସି ପଡ, ନହେଲେ ଏ ଜାଗା ଅଛି ମୋର ଗୋଡ଼ ତଳେ ଆସି ଏଇ ପାଖରେ ଟିକେ ବସି ପଡ। ଏହିପରି ସେଠି ଥିଲା ଯାକୁବ ପୁସ୍ତକରେ ମଧ୍ୟ। ସେଟା ପାଇଁ ଯାକୁବ କହୁଛନ୍ତି, ସେ ଦୁଇ ଲୋକ କଣ ପାଇଁ ଆସୁଛନ୍ତି ପ୍ରଭୁଙ୍କର? ସେ ଦୁଇ ଲୋକ ହଉଛନ୍ତି ବିଶ୍ୱାସୀ ଲୋକମାନେ। ସେ ଦୁଇ ଲୋକମାନେ ପ୍ରଭୁଙ୍କୁ କଣ ପାଇଁ ଆରାଧନା କରିବାକୁ ଆସୁଛନ୍ତି, ପ୍ରଭୁଙ୍କର ବାକ୍ୟ ଶୁଣିବାକୁ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଦୁଇ ଲୋକକୁ ଆମେ ଦେଖି ଏ ସୋସିଆଲ ଷ୍ଟେଜ, ଏ ଜାଗତିକ ବିଷୟ ଦେଖିକରି ଆମେ ସେମାନଙ୍କୁ ସମ୍ମାନ ଜଣକୁ ଦଉ, ଆଉ ଅସମ୍ମାନ, ଆଉ ଜଣକୁ ଅସମ୍ମାନ କରୁ, ସମ୍ମାନ ଦଉନାହିଁ। ସେଟା ପାଇଁ ସେ ଯାକୁ ଲେଖୁଛନ୍ତି। କିନ୍ତୁ ଆମର ସଦାପ୍ରଭୁ ସେହିଭଳି ନାହିଁ। ସେ ଧନୀ ଗରିବ ଦୁଃଖୀ ଦରିଦ୍ର ତାଙ୍କ ଆଗରେ କିଛି ହିଁ ନାହିଁ। କିନ୍ତୁ ସେ କହୁଛନ୍ତି, ମୁଁ ଗରିବ ଲୋକମାନଙ୍କୁ, ଦୁଃଖୀ ଲୋକମାନଙ୍କୁ, ଛୋଟ ଲୋକମାନଙ୍କୁ ମୁଁ ଆଗକୁ ବଢେଇବା ସଦାପ୍ରଭୁ। ସଦାପ୍ରଭୁଙ୍କର ବାକ୍ୟ ଲେଖାଯାଏ, ଯିଏ ନିଜକୁ ବଡ଼ ବୋଲି ଦେଖାଏ ତାକୁ ଛୋଟ କରାଯିବ, ଯିଏ ନିଜକୁ ଛୋଟ ବୋଲି ଦେଖାଏ ତାକୁ ବଡ଼ କରାଯିବ। ସଦାପ୍ରଭୁ ଆମକୁ ଗୋଟେ ଏଇ ଉତ୍ସାହ ଆଜି ଦିଅନ୍ତୁ, ଏହା ହିଁ ମୋର ପ୍ରାର୍ଥନା। ଆମେ ଏ ଦୁଇ ମଣିଷ, ଦୁଇ ବିଶ୍ୱାସୀ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଆସନ୍ତି, କିନ୍ତୁ ପ୍ରେରିତ ଯାକୁବ ଲେଖୁଛନ୍ତି, ତୁମେ ଏଇ ଦୁଇ ଜଣଙ୍କୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଉପରେ ଆଧାର କରି ସେମାନଙ୍କ ବ୍ୟବହାର ତୁମେ କରୁଅଛ ବୋଲି ସେ କହୁଛନ୍ତି। ସେ ଯେ ଚର୍ଚ୍ଚ ଏହିପରି, ଆମେ ବେଳେବେଳେ ଚର୍ଚ୍ଚରେ ମଧ୍ୟ ଆମେ ଦେଖୁଛୁ, କିନ୍ତୁ ଏହା ହେବା ଅନୁଚିତ। ଦ୍ୟାଟ୍ ସୁଡ୍ ନଟ୍ ବି ହ୍ୟାପେନ୍ ଦ୍ୟାଟ୍। ଆଉ ସେ ଆମେ ଦେଖୁଛୁ, ଆମେ ସେ ଜିସାୟା ସେ 60:22 ଆମେ ପଢିଲୁ, ତୁମମାନଙ୍କର ମଧ୍ୟରୁ ସବୁଠାରୁ କ୍ଷୁଦ୍ରତମ ଲୋକ ସହସ୍ର ହେବ, ସବୁଠାରୁ କ୍ଷୁଦ୍ର ଶକ୍ତିଶାଳୀ ହେବ। ଆଉ ସଦାପ୍ରଭୁ ସେସବୁ ତାଙ୍କ ଠିକ୍ ସମୟରେ ସେ କରିବେ। ଯଦି ବାଇବଲ ଏହା କହେ ତାହା ମିଥ୍ୟା ନୁହେଁ। ସେ ସଦାପ୍ରଭୁ, ସେ ନିଶ୍ଚୟ, ସେ ମହାନ, ସେ ନିଶ୍ଚୟ ସେ ପୂରଣ କରିବେ। ଯେତେବେଳେ ଆମେ ନିଜକୁ ଛୋଟ ବୋଲି ପ୍ରଭୁଙ୍କ ଚରଣ ତଳେ ଆମେ ଆସୁ। କିନ୍ତୁ ମୁଁ ସଦାପ୍ରଭୁ ତାହା କହିବି, ଦେଖନ୍ତୁ, ସେ ବାକ୍ୟ ଲେଖା ଅଛି, କିନ୍ତୁ ମୁଁ ସଦାପ୍ରଭୁ ତାହା କରିବି ଓ ସେହି ସମୟରେ ଶୀଘ୍ର କରିବି। ସେଟା ଆମେ ପଢିଲୁ। ଆମର ପରମେଶ୍ୱର ଛୋଟ ଲୋକଙ୍କୁ, ସେ କ୍ଷୁଦ୍ରକୁ ସେ ଶକ୍ତିଶାଳୀ ଜାତିରେ ପରିଣତ କରିବା ସଦାପ୍ରଭୁ। ଆକ୍ଚୁଆଲି ବାଇବଲରେ ଗୋଟେ ବହୁତ ଇଣ୍ଟରେଷ୍ଟିଂ ଅଛି ଯେ, ବାଇବଲରେ ଈଶ୍ୱର ଗରିବ ଲୋକମାନଙ୍କ ସହିତ କିପରି ବ୍ୟବହାର କରନ୍ତି ତାହା ଦେଖି ଆପଣମାନେ ବହୁତ ବହୁତ ଆଶ୍ଚର୍ଯ୍ୟ ହେବେ। ଆକ୍ଚୁଆଲି ଗରିବ ଲୋକମାନଙ୍କ ପାଇଁ ବୋଲେ ବାଇବଲରେ ଆମେ ଦେଖୁଛୁ, ପୁରାତନ ନିୟମରୁ, ଜାଣୁଛୁ ନା, ପୁରାତନ ନିୟମରୁ ପୁରା ସେ ଆଦି ପୁସ୍ତକରୁ ସେ ପ୍ରକାଶିତ ବାକ୍ୟ ଯଦି ଆପଣ ପଢିଛନ୍ତି, ଯଦି ଧ୍ୟାନ କରିଛନ୍ତି, ଗରିବ ଲୋକମାନଙ୍କ ପାଇଁ, ଦୁଃଖୀ ଲୋକମାନଙ୍କ ପାଇଁ there's a lot of rules and regulations ସେଠି ଅଛି, ଜାଣିଛ। ବାଇବଲରେ ପୁରାତନର ନିୟମରୁ ଅଛି, ଜଣେ ଗରିବ ଲୋକ, ଜଣେ ବିଧବାକୁ କେମିତି ଟ୍ରିଟ୍ କରିବାର, ସେସବୁ ଲେଖା ଅଛି। ଗରିବ, ଆଉ ସେଟା ଯୋଉ ବିଜାତିର ନା ଅଲଗା ଦେଶ ଲୋକମାନଙ୍କ ମଧ୍ୟ ଲେଖା ଅଛି। ଆଉ ଗରିବ ଦୁଃଖୀ ଲୋକମାନଙ୍କ ପାଇଁ ସେ ଲେଖା ଅଛି, ଯଦି ତୁମେ ତୁମର ଧାନ କାଟିଲ, ଆଉ ଧାନ ଗୋଟେ ଗୋଟେ ତଳେ ପଡି ଯାଉଛି, ସେଟାକୁ ତୁମେ ସଂଗ୍ରହ କରୁନ ବୋଲି ଲେଖା ଅଛି। କଣ ପାଇଁ? ସେଟା କାହା ପାଇଁ? ଗରିବ ଲୋକମାନଙ୍କ ପାଇଁ।
ସେ କଳିଯିବା ଲୋକମାନଙ୍କ ପାଇଁ। ତୁମେ ଯଦି ତୁମର ସେ ଅଲିଭ ଅଏଲ ତୁମେ ଅଲିଭ ମଞ୍ଜି ତୁମେ ସଂଗ୍ରହ କରୁଛ, ଯୋଉ ଉପରେ ରହିଯାଉଛି, ପହଞ୍ଚି ପାରୁନାହିଁ, ଆଉ ଯେତେ ପଡ଼ିଯାଉଛି ତାକୁ ସଂଗ୍ରହ କରୁନ ବୋଲି ଲେଖା ଅଛି। ସେଟା କାହା ପାଇଁ? ଗରିବ ଲୋକମାନଙ୍କ ପାଇଁ, ଯାହାର ଜମି ନାହିଁ, ଯେ ଦୁଃଖିଆ। ଗଡ୍ ଫ୍ରମ୍ ଜାଗତିକ ବିଷୟ ଠାରୁ ସବୁ ସଦାପ୍ରଭୁଙ୍କର ବାକ୍ୟ ଲେଖାଯାଏ। ଆମେ ବେଳେବେଳେ ଆକ୍ଚୁଆଲି ଗରିବ ଲୋକମାନଙ୍କୁ ତୁଚ୍ଛକୃତ କରୁ, କିନ୍ତୁ ସଦାପ୍ରଭୁ ମହାନ। ସେମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଆଦର କରନ୍ତି, ସେମାନଙ୍କୁ ସେ ମହାନ କରିବା ସଦାପ୍ରଭୁ। ଯେତେବେଳେ ମୋର ଜୀବନ ମୁଁ ଦେଖେ ନା, ଆପଣମାନଙ୍କ ଆଗରେ ମୁଁ କିଛି ସାକ୍ଷ୍ୟ ଦେବାର ଦରକାର ହିଁ ନାହିଁ। କ'ଣ ପାଇଁ? ଆପଣମାନେ ମୋର ଭିତରୁ ଇନ୍ ଆଣ୍ଡ ଆଉଟ୍ ତୁମେ ସବୁ ଜାଣ, ଭିତର ବାହାର ତୁମେ ସବୁ ଜାଣିବା ଲୋକ, ଆମ ଗାଁ ଲୋକ। ମତେ କିଏ ଜାଣିନ? ଯେତେବେଳେ ମୁଁ ବାଇବଲ ଗଲି ନା ଭାଷା ଜଣା ଥିଲା, ନା ମତେ ତେଲୁଗୁ ମତେ ଜଣା ନଥିଲା, ଇଂଲିଶ ଜଣା ନଥିଲା, ଆଉ ମୁଁ ଜଣେ ଓଡ଼ିଆ ଲୋକ ସେଠି ଥିଲି। ଜଣେ ଓଡ଼ିଆ ଲୋକ, ମୁଁ କାହା ସହିତ କଥା ହେବି? ମତେ ତେଲୁଗୁ ଜଣା ନାହିଁ, ଇଂଲିଶ ଜଣା ନାହିଁ। ସେଇପରି ବୋଲେ ଗୋଟେ ବିଚିତ୍ର ମୁଭମେଣ୍ଟ ଆକ୍ଚୁଆଲି ସେଟା। ବୋଲେ ତୁମେ ରହିବ ନା ସେ ସ୍କୁଲ ଛାଡ଼ିକି ପଳେଇବ, ନା ସେ କଲେଜ ଛାଡ଼ିକି ପଳେଇବ। ସେମିତି ଅବସ୍ଥା। ବୋଲେ ସେ ଏପଟେ କାନ୍ଥ, ସେପଟେ କାନ୍ଥ, ଉପରେ ମଧ୍ୟ କାନ୍ଥ, ତୁମେ ଭିତରେ ପଶିଗଲା ପରେ ସେମିତି ଟାଇପ୍ର ଅବସ୍ଥା। କିନ୍ତୁ ସଦାପ୍ରଭୁ ସେ ମହାନ। ଆମେ ଯେତେବେଳେ ନିଜକୁ ଆମେ ଛୋଟ, ପ୍ରଭୁ ମୋତେ ଦୟା କର, ମୋତେ ସାହାଯ୍ୟ କର ବୋଲେ ତାଙ୍କର ହସ୍ତ ସେ ବିସ୍ତାର କରି ଆଶୀର୍ବାଦ କରିବେ। ବାଇବଲରେ ସଦାପ୍ରଭୁ ଯେମିତି ସେ ଗରିବ ଲୋକମାନଙ୍କୁ ବ୍ୟବହାର କରନ୍ତି, ଯେଉଁ ଆପଣମାନେ ବହୁତ ବହୁତ ଆଶ୍ଚର୍ଯ୍ୟକ୍ରମ ହେବେ। ଯେତେବେଳେ ଜଗତ ଦରିଦ୍ରମାନଙ୍କୁ ସମ୍ମାନ ଦିଏ ନାହିଁ, ସେତେବେଳେ ସଦାପ୍ରଭୁ ଦରିଦ୍ରମାନଙ୍କୁ ସମ୍ମାନ ଦିଅନ୍ତି, ଦୁଃଖୀ ଦରିଦ୍ର ଲୋକମାନଙ୍କୁ ସେ ସମ୍ମାନ ଦିଅନ୍ତି। ଯେତେବେଳେ ଦୁନିଆ ଗରିବ ଲୋକମାନଙ୍କୁ ଉଠାଇବାକୁ ଚେଷ୍ଟା କରନ୍ତି ନାହିଁ, ସଦାପ୍ରଭୁ ସେମାନଙ୍କର ଯତ୍ନ ନିଅନ୍ତି, ସେମାନଙ୍କୁ ସେ ଉଠେଇବା ସଦାପ୍ରଭୁ। ହାଲେଲୁୟା। ଆମେ ସେ ପ୍ରଥମ କରନ୍ତୀୟ 1:26-29 ସେଟା ମଧ୍ୟ ପଢିଛୁ। ସେଠି ଲେଖା ଅଛି, ହେ ଭାଇ ଭଉଣୀ ମାନେ, ଯେତେବେଳେ ତୁମାନେ ଲୁକା ଯାଇଥିଲ ସେତେବେଳେ କ'ଣ ଥିଲ ସେ ବିଷୟରେ ଚିନ୍ତା କର। ଆପଣମାନଙ୍କ ମଧ୍ୟରୁ ଅନେକ ଲୋକମାନଙ୍କ ଜଗତର ନିୟମ ଅନୁସାରେ ଜ୍ଞାନୀ ନୁହନ୍ତି। ଆପଣମାନେ ଜ୍ଞାନୀ ନାହିଁ, କି ପ୍ରଭାବବାଳୀ ଶକ୍ତି ଲୋକ ନଥିଲେ, କି ସମ୍ଭ୍ରାନ୍ତର ଜନ୍ମ ହୋଇନଥିଲେ, ସେମିତି ଭଲ ପରିବାର କି ରୟାଲ ଫ୍ୟାମିଲିରେ ଜନ୍ମ ହୋଇଥିଲେ, କିନ୍ତୁ ପରମେଶ୍ୱର ଜ୍ଞାନୀ ଲୋକମାନଙ୍କୁ ଲଜ୍ଜିତ କରିବା ପାଇଁ ଜଗତର ମୂର୍ଖ ଜିନିଷ ଗୁଣକୁ ବାଛିଲେ। ଈଶ୍ୱର ଶକ୍ତିଶାଳୀ। ଯେତେବେଳେ ଜଗତର ଲୋକ ଆମକୁ ତୁଚ୍ଛୀକୃତ, ଲଜ୍ଜିତ କରନ୍ତି, ସଦାପ୍ରଭୁ ସେ ଆମକୁ ସେହିପରି କରନ୍ତି ନାହିଁ। ସେ ଦୁର୍ବଳ ଜିନିଷ ଗୁଡ଼ିକୁ ସେ ବାଛିଲେ। କ'ଣ ପାଇଁ? ଆମର ସଦାପ୍ରଭୁ, ମୁଁ କହିଲି ଯେ ସେ ବଡ଼ ଲୋକକୁ ବଡ଼ କରିବା ସଦାପ୍ରଭୁ ନାହିଁ, ସେ ଛୋଟ ଲୋକକୁ ସେ ସଦା ବଡ଼ କରିବା ସଦାପ୍ରଭୁ। ଯଦି ଆପଣମାନେ ରିଲାଏନ୍ସ କମ୍ପାନୀରେ କାମ କରିବାକୁ ଯାଉଛନ୍ତି, ଆପଣଙ୍କର ସେମାନେ ବେଷ୍ଟ କ୍ୱାଲିଫାଏଡ ବୋଲେ ଯାହାର ଯୋଗ୍ୟତା ବହୁତ ଭଲ ଅଛି, ସେମିତି ଲୋକ ଆକା ଦେବେ। ଯେତେ ଆମେ ଦେଖୁଛୁ ବଡ଼ ବଡ଼ କମ୍ପାନୀରେ କାମ କରିବା ପାଇଁ ହେଲେ ଜ୍ଞାନ ବହୁତ ଦରକାର, କ୍ୱାଲିଫିକେସନ ବହୁତ ଦରକାର। ସବୁବେଳେ ଏ ବଡ଼ ଲୋକମାନେ, ବଡ଼ ଯାହାର ଜ୍ଞାନ ବେଶୀ ଅଛି, ଯାହାର ଟ୍ୟାଲେଣ୍ଟ ବେଶୀ ଅଛି, ଯାହାର ଅନେକ ପ୍ରକାର ଯୋଗ୍ୟତା ଅଛି, ସେମାନଙ୍କୁ ସେମାନେ ଚାକିରି ଦେବେ। କିନ୍ତୁ ଆମର ସଦାପ୍ରଭୁ ଯେ ମହାନ, ସେ ତାଙ୍କର କାର୍ଯ୍ୟ କରିବା ପାଇଁ, ସେ ତ ଜ୍ଞାନରେ ପୂର୍ଣ୍ଣ, ସେ ଜଗତ ସୃଷ୍ଟିକର୍ତ୍ତା, କିନ୍ତୁ ତାଙ୍କର କାମ କରିବା ପାଇଁ, ତାଙ୍କର କରିବା ପାଇଁ ସେ ସେହିପରି ଲୋକକୁ ସେ ମନୋନୀତ କରନ୍ତି ନାହିଁ। ସେ କାହାକୁ ମନୋନୀତ କରନ୍ତି? ଦୁଃଖୀ, ଅଜ୍ଞାନ ଲୋକକୁ, ଅନକ୍ୱାଲିଫାଏଡ ଲୋକକୁ, ତାପରେ ଏହିପରି ବିଧବା ଲୋକମାନଙ୍କୁ, ଏହିପରି ଲୋକଙ୍କୁ ସେ ମନୋନୀତ କରନ୍ତି। ଆଉ ସେମାନଙ୍କୁ ସେ ଜ୍ଞାନରେ ପରିପୂର୍ଣ୍ଣ କରନ୍ତି, ଆଉ ସେ ଜଗତକୁ ସେ ଲଜ୍ଜିତ କରନ୍ତି। ଆମେନ୍। ଆମେ ତାହା ହିଁ ଆମେ ପ୍ରଭୁଙ୍କର ବାକ୍ୟରେ ଦେଖୁଛୁ। ଈଶ୍ୱରଙ୍କର ମହିମା ପ୍ରଦର୍ଶନ କରିବା ପାଇଁ ଜଗତର ଘୃଣ୍ୟ ଲୋକମାନଙ୍କୁ ସେ ବାଛନ୍ତି। ଆମେ ଜଣେ ଈଶ୍ୱରଙ୍କର ସେବା କରୁ, ଯେ ସମସ୍ତ
ଦେବା ଦେବତୀ ସମସ୍ତଙ୍କର ଠାରୁ ସର୍ବଶ୍ରେଷ୍ଠ ସଦାପ୍ରଭୁ। ସେ ସମସ୍ତ ବିଷୟ ମଧ୍ୟରେ ସବୁଠାରୁ ଜ୍ଞାନୀ, କିନ୍ତୁ ଯେତେବେଳେ ସେ ନିଜ ଉଦ୍ଦେଶ୍ୟରେ ଲୋକମାନଙ୍କୁ ଡାକନ୍ତି, ସେ ଜ୍ଞାନୀ ମାନଙ୍କୁ ଡାକନ୍ତି ନାହିଁ, ସେ ମହାନ ଓ ଶକ୍ତିଶାଳୀ ଲୋକମାନଙ୍କୁ ଡାକନ୍ତି ନାହିଁ। ସେ ଏ ଗରିବ, ଦୁଃଖୀ, ଅନକ୍ୱାଲିଫାଏଡ ଲୋକମାନଙ୍କୁ ସେ ସେ ସ୍ୱର୍ଗୀୟ ଆହ୍ୱାନ ଦେଇ ସେମାନଙ୍କୁ ଡାକନ୍ତି। ଆମେ ଦେଖିବା ଯଦି ଯୀଶୁ ଖ୍ରୀଷ୍ଟଙ୍କର ଯୋଉ 12ଟା ଶିଷ୍ୟ ଥିଲେ, ଏମାନଙ୍କ ଭିତରେ ବେଶୀ ତ ମାଛ ଧରିବା ଲୋକମାନେ, କେଉଟ ଲୋକମାନେ, ସେମାନଙ୍କର କିଛି ଯୋଗ୍ୟତା ନଥିଲା। କିନ୍ତୁ ସଦାପ୍ରଭୁ ଜାଣିଥିଲେ ଯେ, ଯୀଶୁଖ୍ରୀଷ୍ଟ ଜାଣିଥିଲେ ଯେ ଏହି ଲୋକମାନେ ଫିଟ୍, ମୁଁ ସେମାନଙ୍କ ଅଛି, ମୁଁ ସେମାନଙ୍କୁ ସାହାଯ୍ୟ କରିବି, ମୁଁ ସେମାନଙ୍କୁ ଉଠେଇବି। ତେଣୁ ପିତର ପ୍ରଥମ ପ୍ରଚାରରେ 3000 ଲୋକ ପ୍ରଭୁଙ୍କୁ ପାଇଲେ। ପ୍ରଭୁ ସେ ଛୋଟ ଲୋକକୁ ଆଣନ୍ତି ଆଉ ତାକୁ ସେ ଜ୍ଞାନରେ, ତାଙ୍କର ପବିତ୍ର ଆତ୍ମାଙ୍କ ଶକ୍ତିରେ ସେ ଭରପୁର କରନ୍ତୁ। ଆଜି ମୋର ପ୍ରାର୍ଥନା ଯେ ଆମମାନେ ସେ ଜ୍ଞାନରେ ଆଉ ସେ ପ୍ରଭୁଙ୍କର ଶକ୍ତିରେ ଆମେ ସମସ୍ତେ ଭରପୁର ହେବା। କ'ଣ ପାଇଁ? ଆମେ ସମସ୍ତେ ଦୁଃଖୀ ଲୋକ, କିନ୍ତୁ ସଦାପ୍ରଭୁ ଆମକୁ ସେ ଡାକିଛନ୍ତି। ଦୁଃଖୀ ଲୋକମାନଙ୍କୁ ଜଗତ ପରିହାସ କରନ୍ତି, ଈଶ୍ୱର ଆମକୁ ଗୋଟେ ହେଭେନଲି କଲ୍ ରେ ଡାକନ୍ତି। ଆଉ ସେ କହୁଛନ୍ତି, ମୁଁ 100କୁ 1000 କରିବି, ଆଉ ସାନ ଲୋକକୁ ମୁଁ ତାର ଶକ୍ତିଶାଳୀ କରିବି। ଈଶ୍ୱର ସେଇ ଛୋଟ ପିଲାକୁ ସଂଖ୍ୟା, ଆମେ ଯୋଉ ବାକ୍ୟ ପଢିଲୁ ସେଠି କିଛି ସଂଖ୍ୟା ନାହିଁ, ଛୋଟ ଲୋକକୁ, ଦିନହୀନକୁ ମୁଁ ସାହାଯ୍ୟ କରି ଲେଖା ଅଛି। କିନ୍ତୁ ସଦାପ୍ରଭୁ କହନ୍ତି ଯେ ମୁଁ ତୁମକୁ 1000 କରିବି, ଆଉ ବିଶେଷ ବିଶେଷ ଗୋଷ୍ଠୀରେ ତୁମକୁ କରିବି, ଆଇ ୱିଲ୍ ମେକ୍ ୟୁ ବିଗ୍ ନେସନ୍। ସେ ଲେଖା ଅଛି, ମୁଁ ତୁମକୁ ବହୁତ ବଡ଼ ଦେଶ ବନେଇ ବୋଲି। ଆକ୍ଚୁଆଲି ଆମେ ଏକ୍ଜାକ୍ଟଲି ସଦାପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁଛୁ, ଅବ୍ରାହମକୁ ଡାକିଲେ ସଦାପ୍ରଭୁ, ତାଙ୍କର କିଛି ନଥିଲା, ଅବ୍ରାହମକୁ ଡାକିଲେ ଆଉ ସେ ତାଙ୍କୁ ଦେଲେ, ତାଙ୍କୁ କହିଲେ ତୁମେ ତୁମର ପିତା ମାତା, ତୁମର ଦେଶ ସବୁ ଛାଡ଼ିକି ଯାଅ, ମୁଁ ତୁମକୁ ଗୋଟେ ଦେଶ ଦେବି। ଆଉ ସଦାପ୍ରଭୁ ତାଙ୍କୁ ପ୍ରତିଜ୍ଞା କରିଲେ ଯେ ମୁଁ ତୁମକୁ ବହୁତ ଦେଶ ବନେଇବି, ତୁମ ଦ୍ୱାରା ରାଜା ଆସିବେ, ତୁମ ଦ୍ୱାରା ଅନେକ ବଡ଼ ବଡ଼ କାମ ହବ ବୋଲିକି ସଦାପ୍ରଭୁ ତାଙ୍କୁ ଡାକିଲେ। ସଦାପ୍ରଭୁ ଏକ୍ଜାକ୍ଟଲି ତାଙ୍କ ଜୀବନରେ ସେହିପରି କଲେ। କ'ଣ ପାଇଁ? ସେ ଅଳ୍ପ ଲୋକ, ତାଙ୍କର ଗୋଟେ ପୁଅ, ସ୍ୱାମୀ ସ୍ତ୍ରୀ, ତାଙ୍କର ଚାକରମାନେ, କିନ୍ତୁ ସଦାପ୍ରଭୁ ତାଙ୍କର ଗୋଷ୍ଠୀକୁ, ସେ ହିବ୍ରୁ ଗୋଷ୍ଠୀକୁ ସେ ମିଶ୍ର ଦେଶରେ କେତେ ଲୋକ ବନେଇଲେ, 6 ଲକ୍ଷ ଅଧିକରୁ ଲୋକ ବନେଇଲେ। ସେଟା ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁଛୁ। ଆମେ ଯଦି ଦେଖିବା ଗୀତ ସଂହିତା 68 ତାର 5, ଗୀତ ସଂହିତା 68:5 ମୁଁ ପଢିଦେବି ନହେଲେ। ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନ ମାନଙ୍କ ପିତା ଓ ବିଧବା ମାନଙ୍କର ବିଚାରକର୍ତ୍ତା ଅଟନ୍ତି। ଆମେନ୍। ଗୀତ ସଂହିତା 68:5 ଦେଖୁଛୁ, ପିତୃହୀନ ମାନଙ୍କର ପିତା କିଏ ହଉଛନ୍ତି? ସଦାପ୍ରଭୁ। ବିଧବା ମାନଙ୍କର ରକ୍ଷକ କିଏ ହଉଛନ୍ତି? ସେ ସଦାପ୍ରଭୁ। ଈଶ୍ୱର ତାଙ୍କର ପବିତ୍ର ବାସସ୍ଥାନରେ ଅଛନ୍ତି। ଯେତେବେଳେ ସେ ସମଗ୍ର ଜଗତ ସେମାନଙ୍କୁ ତୁଚ୍ଛ କରେ, ଏ ପିତୃହୀନ, ଏ ବିଧବା ମାନଙ୍କୁ, କିନ୍ତୁ ପରମେଶ୍ୱର କହୁଛନ୍ତି, ମୁଁ ତୁମର ପିତା ଅଟେ, ମୁଁ ତୁମର ନ୍ୟାୟ କରିବି, ମୁଁ ତୁମକୁ ହସ୍ତରେ ଧରିକି ଉଠେଇବି। ହାଲେଲୁୟା। ଆମେ ଆଉ ଗୋଟେ ବହୁତ ଇଣ୍ଟରେଷ୍ଟିଂ ବାକ୍ୟ ଗୋଟେ ପଢିବା, ସେ ଜିସାୟ 41:18-19। ଆମ୍ଭେ ବୃକ୍ଷ ଶୂନ୍ୟ ଉଚ୍ଚସ୍ଥଳୀରେ ନଦନଦୀ କରିବା ଓ ସମସ୍ଥଳୀ ମଧ୍ୟରେ ନିର୍ଝର ମାନ ଫିଟାଇବା। ଆମ୍ଭେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଜଳ ନିର୍ଝର କରିବା। ଆମ୍ଭେ ପ୍ରାନ୍ତରରେ ଏରସ, ବବୁର ଓ ମେହେନ୍ଦି ଓ ତୈଳ ବୃକ୍ଷ ରୋପଣ କରିବା। ଆମ୍ଭେ ମରୁଭୂମିରେ ଦେବଦାରୁ, ଦିଧର ଓ ତ୍ରାସୁର ବୃକ୍ଷ ଏକତ୍ର ଲଗାଇବା।
ତହିଁରେ ସଦାପ୍ରଭୁଙ୍କ ହସ୍ତ ଏହି କାର୍ଯ୍ୟ କରିଅଛି ଓ ଇସ୍ରାଏଲ ଧର୍ମ ସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି ବୋଲି ଲୋକମାନେ ଏକତ୍ର ଦେଖିବେ ଓ ବିବେଚନା କରି ବୁଝିବେ। ଆମେନ୍। ପ୍ରଭୁଙ୍କୁ ଧନ୍ୟବାଦ ହଉ। ଆମେ ଏଠି ଦେଖୁଛୁ ଆକ୍ଚୁଆଲି ଏ ଏରସ୍ ବୃକ୍ଷ ତାପରେ ଏ ସବୁ ମୁଁ ସେ ସବୁ ଏକ୍ସପ୍ଲେନ୍ କରିବାକୁ ଚାହୁଁନାହିଁ, କିନ୍ତୁ ଆମେ ଦେଖୁଛୁ ଗୋଟିଏ ମରୁଭୂମି 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 ଆମ ଏରିଆରେ ତ ନାହିଁ, କିନ୍ତୁ ମରୁଭୂମି ହେଉଛି ଯୋଉଠିକି ଗଛ ପତ୍ର ହୀନ, ଖାଲି ବାଲି, ଆଉ କିଛି ଲଗେଇଲେ ମଧ୍ୟ ହବ ନାହିଁ। ସେଠି ନା ଗଛ ନା ପାଣି ଅଛି, ନା ବର୍ଷା ହଉଛି, ନା କିଛି ନାହିଁ। ବର୍ଷା ହେଲେ ମଧ୍ୟ ଭିତରେ ଗଲେ ଗଛ ହେବାର ଚାନ୍ସ ହିଁ ନାହିଁ। ମରୁଭୂମି ସେହିପରି ଜାଗାକୁ ସଦାପ୍ରଭୁ କ'ଣ କହୁଛନ୍ତି, ମୁଁ ଏସବୁକୁ ଚେଞ୍ଜ କରିବି, ସେଠି ପାଣି କରିଦେବି, ସେଠି ଗଛ ବୃକ୍ଷ ପତ୍ର କରିଦେବି ସବୁ। ଏଇଟା ଗୋଟେ ବହୁତ ବୋଲେ ଏଇଟା ଲୋକଙ୍କର ଜୀବନକୁ ଦର୍ଶାଏ, ଯେଉଁଠାରେ କି ସୁଖା, ଯେଉଁଠାରେ କି ଆହୁରି କିଛି ହୋପ୍ ନାହିଁ, ଆଉ ଆଶା ହିଁ ଆମ ଜୀବନରେ ନାହିଁ। ଆଉ ମୁଁ ଆଉ ଭଲ ହେଇପାରିବି କି, ମୁଁ ଆଉ ସୁସ୍ଥ ହେଇପାରିବି କି, ମୋ ପିଲାମାନେ ଆଉ ଭଲ ପଢ଼ିପାରିବେ କି, ମୁଇଁ ଆଉ ଏସବୁ କରିପାରିବି କି। ସେଇ ଯେତେବେଳେ ଆମେ ଆଶାହୀନ, ଅଲମୋଷ୍ଟ ମରୁଭୂମି ପରି ହେଇଯାଉ, ବୋଲେ କିଛି ଆଉ ନାହିଁ, ହୋପଲେସ୍, ଆଶାହୀନ ଯେତେବେଳେ ହେଇଯାଉ, ସେହିପରି ଜାଗାକୁ ସଦାପ୍ରଭୁ କହୁଛନ୍ତି ଯେ ମୁଁ ସବୁ ଚେଞ୍ଜ କରିବି। ଯୋଉଟାକି ଝରଣା ନାହିଁ, ଯୋଉଠିକି ପାଣି ନାହିଁ, ସେଠି ମୁଁ ନଦୀ କରିଦେବି। ଯୋଉଠିକି ସେ ଗଛ ପତ୍ର ନାହିଁ, ସେ ଭଲ ଭଲ ଗଛ ଲଗେଇଦେବି। ଏହା ସଦାପ୍ରଭୁଙ୍କର ଅତି ସୁନ୍ଦର ପ୍ରତିଜ୍ଞା। ସେ କହୁଛନ୍ତି, ସେ ସଦାପ୍ରଭୁ କହୁଛନ୍ତି, ମୁଁ ସମଗ୍ର ମରୁଭୂମିକୁ ତୃଣମୟରେ, ବୋଲେ ଭଲ ତୃଣମୟ ଘାସରେ ପରିପୂର୍ଣ୍ଣ କରିବି। ଆଉ ସେ ମରୁଭୂମି ମଧ୍ୟରେ ଥିବା ସବୁ ଇଏକୁ ମୁଁ ଗଛରେ ପରିଣତ କରିବି, ବହୁତ ବୋଲେ ସବୁ ଚେଞ୍ଜ କରିବି। ସେ ଶକ୍ତିଶାଳୀ ସଦାପ୍ରଭୁ ଏହା କରିପାରିବେ। ଆଉ ସେ ମହାନ, ତାଙ୍କର ପ୍ରତିଜ୍ଞା, ତାଙ୍କର ପ୍ରତିଶ୍ରୁତି ନିଶ୍ଚୟ ସେ ସଫଳ ହେବ। ଯେତେବେଳେ ଆମମାନେ ଏଇ ପ୍ରତିଜ୍ଞାକୁ ଦେଖୁଛୁ, ଈଶ୍ୱର କାହା ପାଇଁ ଏଇଟା କରିବେ, ଏବେ ଯୋଉ ଆମେ ବାକ୍ୟ ପଢିଲୁ, ସେଟା କାହା ପାଇଁ ସେ କରିବେ, ସେଟା ଆହୁରି ବେଶୀ ଇଣ୍ଟରେଷ୍ଟିଂ, ଆକ୍ଚୁଆଲି ବହୁତ ଆଶ୍ଚର୍ଯ୍ୟ, ଆଉ ଗୋଟେ ଏଇ ମଧ୍ୟ ଲାଗିବ। ସେ ଏ ପ୍ରତିଜ୍ଞା ଯୋଉ ଆମେ ପଢିଲୁ, ସେ ଯୋଉ ଆମେ ପଢିଲୁ ଏବେ ଆଇଜାୟା ଚାପ୍ଟର 41 18 to 90, ସେଟା କାହା ପାଇଁ ସେ କରିବେ ଦେଖିବା। ଆସନ୍ତୁ ଆମେ ପଢିବା ସେ 17ର। ଦରିଦ୍ର ଓ ଦିନହୀନ ମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ଜଳ ନାହିଁ। ତହିଁରେ ସେମାନଙ୍କ ଜିଭା ତୃଷାରେ ଶୁଷ୍କ ହୋଇ, ଆମ୍ଭେ ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେବା, ଆମ୍ଭେ ଇସ୍ରାଏଲର ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ। ଆମେନ୍, ହାଲେଲୁୟା। ସେଟା କାହା ପାଇଁ? ଦରିଦ୍ର ଓ ଲୋକମାନେ ଜଳ ଖୋଜନ୍ତି, ସେମାନେ ଜଳ ପାଉନାହାନ୍ତି। ସାହାଯ୍ୟ ଖୋଜୁଛନ୍ତି, ସାହାଯ୍ୟ ପାଉନାହାନ୍ତି। ଚାକିରି ଖୋଜୁଛନ୍ତି, ଚାକିରି ପାଉନାହାନ୍ତି। କିନ୍ତୁ ସେମାନେ, ପ୍ରଭୁ ମତେ ସାହାଯ୍ୟ କର, ମୋର ପାଣି ନା ଅଭାବ ଅଛି। ଯେ କ'ଣ କହୁଛନ୍ତି? ମୁଁ ସେ ମରୁଭୂମିକୁ, ହାଲେଲୁୟା, ଜଳରେ ପୂର୍ଣ୍ଣ କରିଦେବି, ସେ ଋତୁରେ ସବୁ ଲଗେଇଦେବି। ସେଟା କାହାର ପ୍ରାର୍ଥନା? ସେଟା ଗରିବ ଲୋକର ପ୍ରାର୍ଥନା। ଆମର ସଦାପ୍ରଭୁ ମହାନ। ଏ ସୁନ୍ଦର ପ୍ରଭାତ କାଳରେ ଆପଣମାନଙ୍କୁ ମୁଁ ପ୍ରଭୁଙ୍କର ଦାସ କହିବାକୁ ଯାଏ, ହୁଏତ ଆପଣମାନଙ୍କ ଜୀବନରେ ଏହିପରି, ପ୍ରଭୁ ମୁଁ ଦୁଃଖିଆ, ମୋର ତ କିଛି ନାହିଁ, ନା ନିଜର ଘର ଅଛି, ନା ନିଜର ଦ୍ୱାର ଅଛି, ନା ମୋର ଲୋକ ବାକ ଅଛନ୍ତି, ମୋର କିଛି ନାହିଁ। ଯଦି ଏହିପରି ଭାବୁଛନ୍ତି, ସଦାପ୍ରଭୁ କହିବାକୁ ଚାହୁଁଛନ୍ତି, ଦରିଦ୍ର ଲୋକ ସେ ପ୍ରାର୍ଥନା ଶୁଣିବେ। ସେ ଆମେ ଯୋଉ ଆଗରୁ ପଢିଲୁ, ସେଟା ସବୁ କାହା ପାଇଁ? ଦରିଦ୍ର ଲୋକ ପାଇଁ। ଯୀଶୁ ଖ୍ରୀଷ୍ଟ କାହା ପାଇଁ ଆସିଲେ? କାରାଗାରରେ ଥିବା ଲୋକ ପାଇଁ, ବନ୍ଦୀ ଲୋକମାନଙ୍କୁ ମୁକ୍ତ କରିବା ପାଇଁ, ସେ ଛୋଟ ଲୋକମାନଙ୍କୁ, ଅନ୍ଧାରରେ ଥିବା ଲୋକମାନଙ୍କୁ, ହଁ, ଅନ୍ଧାରରେ ଥିବା ଲୋକମାନଙ୍କୁ ଦେବା ପାଇଁ। ଆମର ସଦାପ୍ରଭୁ ମହାନ। ସେ ସେ ଗରିବ ଲୋକମାନଙ୍କୁ, ଦୁଃଖିଆ ଲୋକମାନଙ୍କୁ ସେ ପ୍ରେମ କରନ୍ତି। ସେମାନଙ୍କୁ ସେ ଅନ୍ୟ ପ୍ରକାର ଗୋଟିଏ ପ୍ରେମର ଚକ୍ଷୁରେ ସେ ଆମକୁ ଦେଖନ୍ତି। ଆମର ସଦାପ୍ରଭୁ ମହାନ। ତେବେ ଆମେ କେବେ ହେଲେ ନିରାଶିତ ହେବା ଦରକାର ନାହିଁ। କ'ଣ ପାଇଁ? ଆମର ସେ ସଦାପ୍ରଭୁ ଅଛନ୍ତି।
ହୁଏତ ଆମର ବନ୍ଧୁବାନ୍ଧବ ଆମକୁ କିଏ ପଚାରି ନ ପାରନ୍ତି, ଠିକ୍ ଅଛି, ଦେର୍ ଇଜ୍ ଏ ଗଡ୍ ହୁ ସିସ୍ ଆଜ୍। ସେଠି ସଦାପ୍ରଭୁ ଅଛନ୍ତି ଯିଏ ଆମକୁ ଦେଖୁଛନ୍ତି। ଏଠାରେ ସେ ପ୍ରାର୍ଥନା ଆକ୍ଚୁଆଲି ଗରିବର ପ୍ରାର୍ଥନା ସବୁ ଶୁଣା ଯାଉଛି ଏଠାରେ। ସେ ଧନୀ ଲୋକ ଅନୁରୋଧ କରୁନାହିଁ, କିନ୍ତୁ ଆମେ ଦେଖୁଛୁ ଯେ ସେ ଗରିବ ଲୋକ ଅନୁରୋଧ କରୁଛି, ପ୍ରଭୁ ମୋର ପାଣି ନାହିଁ, ପ୍ରଭୁ ମୋର ଅଭାବ ଅଛି, ଆଉ ପ୍ରଭୁ ତାହାର ପ୍ରାର୍ଥନା ଶୁଣୁଛନ୍ତି। ଏଠାରେ ଅନୁରୋଧ ଧନୀ ବ୍ୟକ୍ତି ଦ୍ୱାରା ଉପସ୍ଥାପିତ ହଉନାହିଁ, ମିନ୍ସ ଏଟା ପ୍ରେଜେଣ୍ଟ ସେ କରୁନାହିଁ, ଏକ ଗରିବ ଲୋକ ଦ୍ୱାରା ଉପସ୍ଥାପିତ ହଉଅଛି ଏ ପ୍ରାର୍ଥନା। ଏଠାରେ ଗରିବ ଲୋକମାନେ କୁହନ୍ତି, ପ୍ରଭୁ ମୋତେ ପାଣି ଦରକାର, ମୋ ଜୀବ ବହୁତ ଶୁଖି ଯାଉଅଛି, ମୁଁ କେଉଁଠି ପାଣି ପାଏ ନାହିଁ। ତେବେ ଈଶ୍ୱର ଗରିବ ଲୋକ ଶବ୍ଦ ଶୁଣି ସିଏ ଅତି ଶୀଘ୍ର ପରମେଶ୍ୱର କ'ଣ କହନ୍ତି, ସେ ପ୍ରାର୍ଥନା ସେ ଉତ୍ତର ଦିଅନ୍ତି। ଆଉ ସେ କହୁଛନ୍ତି ସେ ଏଇ ନଦୀ ଗୋଟେ ପ୍ରବାହିତ କରିଦେବି ତୁମ ପାଇଁ, ଏକ ଉପତ୍ୟକା ମଧ୍ୟରେ ଝରଣା ପ୍ରବାହିତ କରିଦେବି, ଆଉ ମରୁଭୂମିକୁ ଜଳରେ ପୂର୍ଣ୍ଣ କରିଦେବି, ଆଉ ଏ ମରୁଭୂମି ଝରଣାରେ ପରିଣତ କରିବା ପରେ ମଧ୍ୟ ଅନେକ ପ୍ରକାର ସୁନ୍ଦର ସୁନ୍ଦର ଗଛରେ ପରିପୂର୍ଣ୍ଣ କରିଦେବି ବୋଲି ସେ କହୁଛନ୍ତି। ମୁଁ ଶୁଷ୍କ ଭୂମିକୁ ଏକ ଫଳପ୍ରଦ ଭୂମିରେ ପରିଣତ କରିବି ବୋଲି ସଦାପ୍ରଭୁ କହୁଛନ୍ତି। ଆଉ ଆକ୍ଚୁଆଲି ମୋର ଆଜିର ମେସେଜ ନା, ମୋର 3ଟା ପଏଣ୍ଟ ଅଛି। ଆକ୍ଚୁଆଲି ମୁଁ ଆଜି ଫାଷ୍ଟ ପଏଣ୍ଟ ମଧ୍ୟ ଆରମ୍ଭ କରିନାହିଁ, ପ୍ରଭୁ ଅନୁଗ୍ରହ କଲେ କଣ୍ଟିନ୍ୟୁ ଆହୁରି କରିବା, କିନ୍ତୁ ଆମେ ସେ ଗୋଟେ ଫାଷ୍ଟ ପଏଣ୍ଟ ପାଇଁ ଯିବା ପର୍ଯ୍ୟନ୍ତ ଆମେ ଯିବା। ଆମେ ଆମର ଏଇ ପ୍ରେଜେଣ୍ଟ ଗଭର୍ଣ୍ଣମେଣ୍ଟକୁ ଯାଇକି କହିବା, ଆଜ୍ଞା ଆମ ଘର ଆଗରେ ଗୋଟେ ପାଇପ୍ କରିଦିଅ ବୋଲେ ଖେଦିବେ, ତୁଇ କୁଆଡ଼ରୁ ଆସିଛୁ, କୋଉଠି ଅଛୁ, ନାଇଁ ମୋର ଆଡ୍ରେସ୍ ନାହିଁ ବୋଲି କହିଲେ କ'ଣ କହିଲେ ଖେଦି ପକେଇବେ, ମାରି ପକେଇବେ। ପାଣି ନାହିଁ ଆଜ୍ଞା ଆମର ଅସୁବିଧା ହେଉଛି ବୋଲେ ମଧ୍ୟ କିଏ ଶୁଣିବେ ନାହିଁ। କିନ୍ତୁ ସଦାପ୍ରଭୁ ଯେତେବେଳେ ତୁମେ ପ୍ରାର୍ଥନା କରୁଛ, ପ୍ରଭୁ ମୋର ଅଭାବ ଅଛି ବୋଲେ ସଦାପ୍ରଭୁ ଅନୁଗ୍ରହ କରିବେ। କିନ୍ତୁ ଯେତେବେଳେ ତୁମେ ସଦାପ୍ରଭୁଙ୍କ ନିକଟକୁ ଯିବ, ଆଉ ପ୍ରଭୁଙ୍କ ସମ୍ମୁଖରେ ତ ପ୍ରଭୁ ମୁଁ ଦୁଃଖିଆ, ମୁଁ ଦରିଦ୍ର, ମୁଁ ବହୁତ ଶୋଷିତ, ମୋତେ ପାଣି ଦରକାର, ସଦାପ୍ରଭୁ କହୁଛନ୍ତି ମୁଁ ତୁମ ପାଇଁ ନଦୀ ଖୋଳିଦେବି। ହାଲେଲୁୟା। ଈଶ୍ୱର ଆପଣଙ୍କର ଗରିବ ଲୋକମାନଙ୍କୁ, ଏ ଜଗତ ଗରିବ ଲୋକମାନଙ୍କୁ ଖ୍ୟାତିରି କରେ ନାହିଁ, ସେମାନଙ୍କର ଯତ୍ନ ନିଅନ୍ତି ନାହିଁ, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେ ଯତ୍ନ ନିଅନ୍ତି। ଗରିବ ଲୋକଙ୍କୁ ସେ ଗୋଟିଏ ସୁନ୍ଦର ଆଶୀର୍ବାଦର ଚକ୍ଷୁରେ ସେ ଦେଖନ୍ତି। ଆମେ ଏବେ ଆମେ ତ ଏବେ ଖ୍ରୀଷ୍ଟମାସ ଆସୁଛୁ, ସବୁ ଖ୍ରୀଷ୍ଟମାସରେ ଏ ବାକ୍ୟ ଆମେ ପଢୁ, ଯୀଶୁ ଖ୍ରୀଷ୍ଟ କାହିଁକି ଏ ଜଗତକୁ ଆସିଲେ, ଏ ଜଗତକୁ ସେ କହନ୍ତି, ସେଠି ଆମେ ଯୀଶୁ ଖ୍ରୀଷ୍ଟ ନିଜେ ସେଟା ମଧ୍ୟ ପଢିଲେ ଯେତେବେଳେ ସେ 12 ବର୍ଷ ହେଇଥିଲେ। ଈଶ୍ୱରଙ୍କର ଆତ୍ମା ମୋ ଉପରେ ଅବସ୍ଥିତ ଅଛି, ସେ ମୋତେ ଅଭିଷେକ କରିଛନ୍ତି ଦରିଦ୍ର ମାନଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ, ଆଉ ଭଗ୍ନ ହୃଦୟକୁ ସୁସ୍ଥ କରିବା ନିମନ୍ତେ। ଦେଖନ୍ତୁ ସେଟା ପାଇଁ ଯୀଶୁ ଖ୍ରୀଷ୍ଟ ଆସିଥିଲେ ନେଇକି। ବହୁତ ବୋଲେ ବାଇବଲ ଆକ୍ଚୁଆଲି ପୁରା ଭର୍ତ୍ତି ଏମିତି ଗରିବ ଦୁଃଖୀ ଦରିଦ୍ର ସମସ୍ତଙ୍କୁ ଅନୁଗ୍ରହ କରିବା ବିଷୟ ଲେଖା ଅଛି। ସେଟା ପାଇଁ ଏଟା ଗସ୍ପେଲ ସୁସମ୍ବାଦ ଏଟା। ଯୀଶୁ ଯେଉଁ ପାଇଁ ଏଇ ଜଗତକୁ ଆସିଥିଲେ, ଏଇ ଗରିବ ଲୋକ ପାଇଁ, ଯେଉଁମାନେ ବନ୍ଧା ଯାଇଥିଲେ ସେମାନଙ୍କୁ ମୁକ୍ତ କରିବା ପାଇଁ, ଯେଉଁମାନେ ଆଉ ବିକ୍ଷତ ହୋଇଛନ୍ତି ସେମାନଙ୍କର ରୋଗକୁ ସେ ବାନ୍ଧିବା ପାଇଁ, ସେମାନଙ୍କୁ ସେ ସୁସ୍ଥ କରିବା ପାଇଁ, ଆଉ ଯେଉଁମାନେ ହଜି ଯାଇଥିଲେ ସେମାନଙ୍କୁ ସେ ଖୋଜିବା ପାଇଁ। ଆଜି ସେ ଦୟାଳୁ ସଦାପ୍ରଭୁ ଆମକୁ କହୁଛନ୍ତି ଯେ ତୁମେ ଛୋଟ ହେଲେ ମଧ୍ୟ ତୁମେ ମୁଁ ତୁମକୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବି, ଶକ୍ତିଶାଳୀରେ ପରିଣତ କରିବି ବୋଲି ସଦାପ୍ରଭୁ କହୁଛନ୍ତି। ଏଇ ଛୋଟ ଏକ ଶକ୍ତିଶାଳୀ ରାଷ୍ଟ୍ର ପରିଣତ ହେବ କିପରି, ଏହା ଆମ ଛୋଟ ଲୋକ କେମିତି ବଡ଼ ହେବ, ଏହା ମନୁଷ୍ୟ ଆଖିରେ ଅସମ୍ଭବ। ମନୁଷ୍ୟ ଆଖିରେ ଅସମ୍ଭବ। ଏ ଛୋଟ ଲୋକ କେମିତି ବଡ଼ ହେବ, ଯାହାର ଲୋକ ସହାୟ ନାହିଁ, ସେ ଗୋଟେ କେମିତି ଲିଡର ହେବ, ଏହା ଆମ ଚକ୍ଷୁରେ ଅସମ୍ଭବ, କିନ୍ତୁ ସଦାପ୍ରଭୁଙ୍କ ଚକ୍ଷୁରେ ତାହା ସମ୍ଭବ ହୋଇପାରେ। ଆମେ ଏହା ବିଶ୍ୱାସ ମଧ୍ୟ କରିନପାରୁ, କିନ୍ତୁ ସଦାପ୍ରଭୁଙ୍କର ବାକ୍ୟରେ ଏହା ଲେଖାଯାଇଅଛି। ଆଉ ସେ ଛୋଟ ଲୋକକୁ ସେ ବଡ଼ କରିବା ସଦାପ୍ରଭୁ। କିନ୍ତୁ ଆମେ ବ୍ୟସ୍ତ ହେବା ନାହିଁ, ସଦାପ୍ରଭୁଙ୍କ ସମୟରେ ସେ ଆମକୁ ବଡ଼ କରିବେ। ଆମେ ଦୁର୍ବଳ ହେଇପାରୁ, ଆମେ ଛୋଟ ହେଇପାରୁ, କିନ୍ତୁ ସେ କୃପାମୟ, ଆମେ ଯାହାଙ୍କର ସେବା କରୁ ସେ କୃପାମୟ, ସେ ଆମର ପ୍ରାର୍ଥନା ଶୁଣିବେ।
ଆଜି ସକାଳେ ଆପଣମାନଙ୍କ ମଧ୍ୟରୁ କେତେ ଜଣ ହୁଅନ୍ତି ଏହିପରି ମନ ନିରାଶରେ ଏଠି ହେଇକରି ମଧ୍ୟ ବସି ଥାନ୍ତି, କିନ୍ତୁ ଆପଣମାନଙ୍କୁ ପ୍ରଭୁଙ୍କର ବାକ୍ୟ ଦ୍ୱାରା ମୁଁ ଉତ୍ସାହ ଦେବାକୁ ଚାହୁଁଛି ଯେ ପ୍ରଭୁଙ୍କଠାରେ ବିଶ୍ୱାସ କର, ପ୍ରଭୁଙ୍କର ସମୟ ଅଛି, ଆଉ ସେଇ ସମୟରେ ସେ ଅତି ଶୀଘ୍ର ସେ କରିବେ। ଈଶ୍ୱର କାହାକୁ ଏ ଶକ୍ତିଶାଳୀ ଜାତି କରିବେ? ଏ ଛୋଟ ଲୋକ କିଏ ସଦାପ୍ରଭୁଙ୍କୁ ସେମାନଙ୍କୁ ଶକ୍ତିଶାଳୀ ଜାତି କରିବାକୁ ଚାହୁଁଛନ୍ତି ତାହା ଆମେ ଦେଖିବା। ମୁଁ ଆପଣମାନଙ୍କୁ ତ କହିଲି, ମୁଁ ଆପଣଙ୍କ ସହିତ 3ଟା ପଏଣ୍ଟ କହିବାକୁ ଚାହୁଁଛି, କିନ୍ତୁ ଫାଷ୍ଟ ପଏଣ୍ଟକୁ ଆସନ୍ତୁ ଏବେ ଯିବା। ଓକେ, ଜେନେସିସ୍ ଆଦି ପୁସ୍ତକ 26:5 ଅର୍ଥାତ୍ ବୁଝି ଭାଇନା ଯବନିକା 26:5 ଯେହେତୁ ଅବ୍ରାହମ ଆମର ବାକ୍ୟ ମାନେ ଆମ୍ଭର ରକ୍ଷଣୀୟ ବିଷୟ, ଆମ୍ଭର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି। ପାଇଲେ 6 ମଧ୍ୟ ପଢନ୍ତୁ ହେଲେ। ତହିଁରେ ଇସାକ ଗରୀର ଠାରେ ବାସ କଲେ। ଓକେ, ଏଠି ଆମେ ଦେଖୁଛୁ ଆକ୍ଚୁଆଲି ଜେନେସିସ୍ ତ 26:5 ତ ସେଟା 26. ଯେହେତୁ ଅବ୍ରାହମ ଆମର ବାକ୍ୟ ମାନି ଆମ୍ଭର ରକ୍ଷଣୀୟ ବିଷୟ, ଆମ୍ଭ ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି, ତହିଁରେ ଇସାକ ଗରାଠାରେ ବାସ କଲେ। ଏଟାକେ ବାରପଦ ଦେଖୁଛୁ, Anyway, ବାରପଦ ନାଇଁ ବାରପଦ ସେଠି ଏଠି ଲେଖା ଅଛି ଏମିତି, ତାପରେ ତୁମେମାନେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ଘୋଷଣା କରିବ, ମୋର ପିତା ଜଣେ ଭ୍ରମଣକାରୀ ଅରାମୀୟ ଥିଲେ ଏବଂ ସେ ଅଳ୍ପ କେତେ ଜଣ ଲୋକଙ୍କ ସହିତ ମିଶରକୁ ଯାଇ ସେଠାରେ ବାସ କଲେ ଏବଂ ଏକ ମହାନ ଜାତି ହେଲେ, ଶକ୍ତିଶାଳୀ ଓ ଅସଂଖ୍ୟ ସଂଖ୍ୟାରେ ଗଣିତ ହେଲେ। ସେ କି ଏନିୱେ ସେଟା ଏକ୍ଜାକ୍ଟଲି ମୁଇଁ ନେକ୍ସଟ ଟାଇମ୍ ତୁମକୁ ମୁଁ କ୍ଲାରିଫାଏ କରିବି, ସେଟା 26 ନାହିଁ, ସେଟା ଇଂଲିଶରେ ଏନିୱେ ସେଠି ଆକ୍ଚୁଆଲି ଲେଖା ଅଛି ତୁମେ ଏକ ମହାନ ଜାତି ନୁହେଁ, ତୁମେ ସର୍ବଶକ୍ତିମାନ ନୁହେଁ ଯେ ମୁଁ ତୁମକୁ ଚୁଜ୍ କଲି ବୋଲି ସଦାପ୍ରଭୁ ସେଠି କହୁଛନ୍ତି ଆକ୍ଚୁଆଲି। ମୋ ପିତା ଜଣେ ଭ୍ରମଣକାରୀ ଅରାମୀୟ ଲୋକ ଥିଲେ, ସେ ଅଳ୍ପ କେତେ ଜଣ ଲୋକଙ୍କ ସହିତ ମିଶରକୁ ସେଠାରେ ବାସ କଲେ। ଆମେ ଦେଖୁଛୁ ମିଶରକୁ କେତେ ଲୋକ ଯାଇଥିଲେ? 70 ଲୋକ। ଲିଟରାଲି ଗଣିତ ଭାବରେ ପ୍ରକୃତରେ ସେମାନେ 70 ଲୋକ ଯାଇକରି କେତେ ଲୋକ ହେଇଗଲେ, ତାର ଅନକାଉଣ୍ଟେବଲ ହେଇଗଲେ। 600,000 ମିନ୍ସ 6 lakhs, ସେତେ ଲୋକ ହେଇଗଲେ, ସଂଖ୍ୟାରେ ପୂର୍ଣ୍ଣ ହେଇଗଲେ। ସଦାପ୍ରଭୁ ସେମାନଙ୍କୁ ଏ ଛୋଟ ଲୋକକୁ ଏତେ ବଡ଼ କରିଦେଲେ। କେବଳ ଅବ୍ରାହମକୁ ଡାକିଲେ, ଅବ୍ରାହମଙ୍କ ଠାରୁ ଆଇଜାକ୍, ଆଇଜାକ୍ ଠାରୁ ଯାକୁବ, ତାପରେ 12ଟା ପୁଅ, ତାପରେ ହେଇଗଲା ତାଙ୍କର 6 ଲକ୍ଷ। 3ଟା ପୁରୁଷ, ଅବ୍ରାହମ, ଆଇଜାକ୍, ଯାକୁବ, ଏ 3 ପୁରୁଷ ଭିତରେ ଏତେ ଲୋକ ତାଙ୍କର ସଂଖ୍ୟା ହେଇଗଲା। ପ୍ରଭୁ ଭୟଙ୍କର। ତାଙ୍କର ଆରମ୍ଭ ଛୋଟ ଥିଲା, ସଦାପ୍ରଭୁ ତାଙ୍କୁ ମହାନ ଜାତି କଲେ। ଇସ୍ରାଏଲ କିପରି ଆରମ୍ଭ ହେଲା ତାହା ଦେଖନ୍ତୁ। ସଦାପ୍ରଭୁ ଜଣେ ବ୍ୟକ୍ତି ଅବ୍ରାହମକୁ ଡାକିଲେ, ତାଙ୍କ ନିଜ ଲୋକ ଏବଂ ତାଙ୍କର ଦେଶକୁ ସବୁ କିଛି ଛାଡ଼ି ତାଙ୍କୁ କଥା ମାନିବା ପାଇଁ ତାଙ୍କୁ ଡାକିଲେ, ଆଉ ସେ ମାନିଲେ ମଧ୍ୟ। ଆଉ ଅବ୍ରାହମଙ୍କ ବିଷୟ ଯଦି ଦେଖିବା, ଅବ୍ରାହମକୁ ସେ ଗୋଟେ ଦୁର୍ବଳ ଲୋକ ଅବ୍ରାହମ। କ'ଣ ପାଇଁ? ଆମେ ଦେଖୁଛୁ ଫାର୍ଷ୍ଟ ଆମେ ଦେଖିବା ତାଙ୍କର ସନ୍ତାନ ନଥିଲା। ଆଉ ଯେତେବେଳେ ସେ ଅଲଗା ଅଲଗା ଦେଶକୁ ଯାଉଥିଲେ, ସେ ମିଛ କହୁଥିଲେ। କ'ଣ ମିଛ କହୁଥିଲେ? ଏ ତ ଆପଣମାନେ ଜାଣିଛନ୍ତି। କ'ଣ କହୁଥିଲେ? ତାଙ୍କ ସ୍ତ୍ରୀକୁ ସେ କ'ଣ କହୁଥିଲା? ଏଇଟା ମୋର ସ୍ତ୍ରୀ ନୁହେଁ, ମୋର ଭଉଣୀ ବୋଲୁଥିଲେ। କ'ଣ ପାଇଁ? ସେଟା ବୋଲେ ସେଠିରେ ଥିବା ରାଜା
ତାଙ୍କ ସ୍ତ୍ରୀକୁ କେତେବେଳେ ନେଇଯିବ, ଯଦି ସ୍ତ୍ରୀ ବୋଲି କହିଲେ ତାଙ୍କୁ କେତେବେଳେ ମାରିକରି ତାଙ୍କ ସ୍ତ୍ରୀକୁ ନେଇଯିବ ବୋଲି, ସେଟା ପାଇଁ ସେ ଭଉଣୀ ବୋଲି କହିଲେ ସେ ନେଇଗଲେ ଯାଅ ବୋଲେ ତାର ଅର୍ଥ କ'ଣ? ସେ ୱିକ୍, ବୋଲେ ତାକୁ ଡିଫେନ୍ସ କରିବା ପାଇଁ ତାର ଶକ୍ତି ନଥିଲା। ତାର ଶକ୍ତି ନାହିଁ, ସେ ଦୁର୍ବଳ, ସେ ଭୟରେ ପୂର୍ଣ୍ଣ, ମତେ ମାରିଦେବେ, ମୁଁ ଯଦି ମୋ ସ୍ତ୍ରୀ ବୋଲି କହିଲେ ମତେ ମାରିଦେବେ, ତେଣୁ ସେ କହୁଛି ମୋର ଭଉଣୀ ବୋଲି। ବୋଲେ କିନ୍ତୁ ସଦାପ୍ରଭୁ ତାଙ୍କୁ ମହାନ କଲେ। ତାଙ୍କ ପ୍ରଥମରେ ତାଙ୍କର କିଛି ନଥିଲା, ସେ ଅଳ୍ପ କେତେ ଗାଈ ଗୋରୁ ଆଉ ତାଙ୍କର ସେଇ ଲୋକ ବାକ ନେଇକରି ବାହାର ଗଲେ, କିନ୍ତୁ ତାପରେ ସେ ବହୁତ ବହୁତ ଧନୀ ହେଇଗଲେ। ତାଙ୍କୁ ମିଛ କହିବାକୁ ପଡ଼ିଲା ଯେ ସାରା ତାଙ୍କର ଭଉଣୀ, ସାରା ମୋର ପତ୍ନୀ ବୋଲି କହିବାକୁ ତାଙ୍କର ସାହସ ମଧ୍ୟ ନଥିଲା, କାରଣ ରାଜା ତାଙ୍କୁ ହତ୍ୟା କରି ତାଙ୍କର ସେ ସାରାକୁ ତାଙ୍କଠାରୁ ଛଡ଼ାଇ ନେଇ ପାରନ୍ତି ବୋଲି। ଏହିପରି ଭାବରେ ତାଙ୍କର ଜୀବନ ଆରମ୍ଭ କରିଥିଲେ। କିନ୍ତୁ ସଦାପ୍ରଭୁ ଅବ୍ରାହମକୁ କହନ୍ତି, ମୁଁ ତୁମକୁ ଏକ ଶକ୍ତିଶାଳୀ ଗୋଷ୍ଠୀ କରିବି, ଆଉ ମହାନ କରିବି ବୋଲି ସେ ସଦାପ୍ରଭୁ କହୁଛନ୍ତି। ଯେତେବେଳେ ଆମେ ତାଙ୍କ ଇସ୍ରାଏଲ ଦେଶର ଆରମ୍ଭ ଦେଖିବା, ଇସ୍ରାଏଲ ଏଇ ପୁରାତନ ନିୟମରେ ଦେଖିବା, ସେତେବେଳେ ସେ କହୁଛନ୍ତି ତୁମେ ଛୋଟ ଥିଲ, ତୁମେ ଛୋଟ ଥିଲ, ସେଟା ପାଇଁ ମୁଁ ତୁମକୁ ଚୁଜ୍ କଲି ବୋଲି ଲେଖା ଅଛି। ଜିସାୟ 41:14 ମୁଁ ପଢୁଛି, ହେ ପୋକ ଜାକୁବ ଭୟ କର ନାହିଁ, ହେ ଛୋଟ ଇସ୍ରାଏଲ ଭୟ କର ନାହିଁ, କାରଣ ମୁଁ ନିଜେ ତୁମର ସାହାଯ୍ୟ କରିବି। ସେ ଜାକୁବକୁ କହୁଛନ୍ତି, ଜାକୁବର 12ଟା ପୁଅ, କେଡ଼େ ବଡ଼ ଖାନଦାନ। ସେ ସଦାପ୍ରଭୁ କହୁଛନ୍ତି, ହେ ପୋକ, ପୋକର ନା ଡେଣା ଅଛି, ନା ଉଡ଼ି ପାରିବ, ନା ଚାଲି ପାରିବ, ଖାଲି ବୋଲେ ରଙ୍ଗସି ଯିବ। ହେ ପୋକ, ହେ ଜାକୁବ ଭୟ କର ନାହିଁ। ସଦାପ୍ରଭୁ ତୁଳନା କରୁଛନ୍ତି, ତୁମେ ଛୋଟ, ଆଉ ତାଙ୍କୁ କହୁଛନ୍ତି ମୁଁ ତୁମକୁ ସାହାଯ୍ୟ କରିବି। ଆମମାନଙ୍କ ଜୀବନରେ ହୁଏତ ଆମମାନେ ବେଳେବେଳେ ଆମେ ସେ ପୋକ ଭଳି, ପ୍ରଭୁ ଆମେ ଛୋଟ ଲୋକ, ଆମେ ଦୁଃଖିଆ ଲୋକ, ପ୍ରଭୁ କହୁଛନ୍ତି ମୁଁ ତୁମକୁ ସାହାଯ୍ୟ କରିବି, ମୁଁ ତୁମକୁ ତୁମର ସବୁ ଅଭାବ ଅନାଟନକୁ ପୂରଣ କରିବି ବୋଲି ସଦାପ୍ରଭୁ କହୁଛନ୍ତି। ସଦାପ୍ରଭୁ ଆମମାନଙ୍କୁ ମୁକ୍ତିଦାତା କରିବା, ସଦାପ୍ରଭୁ ଆମକୁ ସେ ଶକ୍ତି ଦେବା। ସଦାପ୍ରଭୁ ଇସ୍ରାଏଲ ପବିତ୍ର ରୂପ ଘୋଷଣା କରନ୍ତି, ସେ ଇସ୍ରାଏଲକୁ ସେ ପବିତ୍ର କରିବା। ସଦାପ୍ରଭୁ ଆପଣ ଜାଣନ୍ତି କି ଯେ ଈଶ୍ୱର ଜାକୁବକୁ କିପରି ତୁଳନା କଲେ? ଯଦି ଆମେ ଏବେ ଜଷ୍ଟ ପଢିଲୁ, ତୁମେ ଛୋଟ ଗୋଟେ ପୋକ, ହେ ଇସ୍ରାଏଲ ଲୋକମାନେ, ମୁଁ ତୁମମାନଙ୍କୁ ସାହାଯ୍ୟ କରିବି, ଆପଣଙ୍କର ଏଇ ପୋକକୁ, ଏଇ ଛୋଟକୁ ମୁଁ ବଡ଼ କରିବି, ଆଉ ମୁଁ ତୁମମାନଙ୍କୁ ମୁଁ ତୁମର ସେଇ ଡେଣା ତଳେ, ସେ ମରୁଭୂମିରେ ହେଲେ ମଧ୍ୟ ମୁଁ ତୁମକୁ ଡେଣା ତଳେ ରଖିବି ବୋଲି ସେ କହିବା। ସଦାପ୍ରଭୁ ଆମମାନଙ୍କର ସଦାପ୍ରଭୁ। ଆଉ ଗୋଟେ ବାକ୍ୟ ଆମେ ପଢିବା, ତାପରେ ଆଜିର ବାକ୍ୟ ଆମେ ଶେଷ କରିବା। ଦ୍ୱିତୀୟ ବିବରଣୀ 7:8। ଦ୍ୱିତୀୟ ବିବରଣୀ 7:8। ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ତାଙ୍କର ସ୍ନେହ ରଖିଲେ ନାହିଁ ଏବଂ ତୁମମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଥିଲ, କାରଣ ତୁମେ ସମସ୍ତ ଲୋକମାନଙ୍କ ମଧ୍ୟରେ କମ୍ ଥିଲ। କିନ୍ତୁ ସଦାପ୍ରଭୁ ତୁମମାନଙ୍କ ପ୍ରେମ କଲେ ଓ ତୁମମାନଙ୍କର ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଥିଲେ ତାହା ପାଳନ କଲେ। ତେଣୁ ସେ ତୁମମାନଙ୍କୁ ଏକ ଶକ୍ତିଶାଳୀ ହସ୍ତରେ ବାହାର କରି ଆଣିଲେ। ମିଶ୍ର ରାଜା ଫାରୋଙ୍କୁ ପରାକ୍ରମ ତାଙ୍କ ଦାସତ୍ୱରୁ ସେ ତୁମମାନଙ୍କୁ ମୁକ୍ତ କଲେ। ଏଠି ଆମେ ଗୋଟେ ବାକ୍ୟ ମୁଁ ଦେଖିବାକୁ, ସଦାପ୍ରଭୁ ଦେଖ, ତୁମେ ଯେ ଶକ୍ତିଶାଳୀ ଥିଲ ତେଣୁ ମୁଁ ତୁମକୁ ବଡ଼ କଲି ନାହିଁ, କି ତୁମେ ବହୁତ ଜ୍ଞାନରେ ପୂର୍ଣ୍ଣ ଥିଲ ତେଣୁ ତୁମକୁ ମୁଁ ବଡ଼ କଲି ନାହିଁ, କି ତୁମର ସବୁ କିଛି ଥିଲା ତେଣୁ ତୁମକୁ ମୁଁ ବଡ଼ କଲି ନାହିଁ, କେବଳ ମୋର ପ୍ରେମ ତୁମ ଉପରେ ଅଛି ତେଣୁ ମୁଁ ତୁମକୁ ବଡ଼ କରିବି। ହାଲେଲୁୟା। ଆଜି ପ୍ରଥମ ମୋର ଫାଷ୍ଟ ପଏଣ୍ଟ ହଉଛି, ଆଉ ପ୍ରଭୁ ଅନୁଗ୍ରହ କଲେ ନେକ୍ସଟ 2 ପଏଣ୍ଟ କଣ୍ଟିନ୍ୟୁ କରିବାକୁ ମୁଁ ଚାହେଁ। ପ୍ରଥମ ହଉଛନ୍ତି ସଦାପ୍ରଭୁ, ଫାଷ୍ଟ ପଏଣ୍ଟ ହଉଛି ମୁଁ ତୁମକୁ ପ୍ରେମ କରେ। God's loves us। ସଦାପ୍ରଭୁ ଆମକୁ ପ୍ରେମ କରନ୍ତି, ସେ ଅଦେଖା ରୂପରେ ଅଛନ୍ତି, ଆମକୁ ଆମର ସେ ଗୋଛର ନିଅନ୍ତି, ଆମକୁ ସେ ଯତ୍ନ ନିଅନ୍ତି। ସେ ସଦାପ୍ରଭୁ କହୁଛନ୍ତି
ମୁଁ ତୁମକୁ ବଡ଼ କରିବି, ମୁଁ ତୁମକୁ ଶକ୍ତିଶାଳୀ କରିବି, ମୁଁ ତୁମକୁ ଜ୍ଞାନ ଦେବି, ମୁଁ ତୁମକୁ ଅଲ୍ ରିସୋର୍ସେସ୍ ଦେବି ବୋଲି କହୁଛନ୍ତି ଆମର ସଦାପ୍ରଭୁ। ସେ ମହାନ କ'ଣ ପାଇଁ? ସେ ପ୍ରଥମେ ଆମେ ଦେଖୁଛୁ ସେ ଇସ୍ରାଏଲକୁ ପ୍ରେମ କଲେ, ତେଣୁ ତାଙ୍କୁ ସେ ବଡ଼ କଲେ। ସଦାପ୍ରଭୁ ଆମକୁ ପ୍ରେମ କରୁଛନ୍ତି, ତେଣୁ ଆଜି ଆମେ ଏଠାରେ ତୁମମାନେ 4ଟା ବେଳେ ଉଠିକରି ବସିଅଛ। ସଦାପ୍ରଭୁ ତୁମର ହୃଦୟ ଜାଣନ୍ତି। ପ୍ରଭୁ ଅନୁଗ୍ରହ କରନ୍ତୁ, ପ୍ରଭୁଙ୍କର ପ୍ରେମ ଆମ ଜୀବନରେ ବର୍ତ୍ତୁ, ଆମକୁ ସେ ଅନୁଗ୍ରହ କରନ୍ତୁ। ଆମେ ଜାଣିବା ଯେ ସଦାପ୍ରଭୁ ପ୍ରେମ କରନ୍ତି, ତେଣୁ ମୋର ଆଶା ଅଛି, ଭରସା ଅଛି, ସେ ମରୁଭୂମିକୁ, ସେ ଶୁଖିଲା ଜାଗାକୁ, ସେ ଶୁଖିଲା ଜାଗାକୁ ସେ ପରିବର୍ତ୍ତନ କରିବା ସଦାପ୍ରଭୁ। ଆମର ସେ ମହାନ। ହୁଏତ ଜଗତ ବଡ଼ ଲୋକକୁ ବଡ଼ କରେ, କିନ୍ତୁ ସଦାପ୍ରଭୁ ସେ ଛୋଟ ଲୋକକୁ ବଡ଼ କରିବା। ସଦାପ୍ରଭୁ ବିଶ୍ୱାସରେ କଣ୍ଟିନ୍ୟୁ ଚାଲ। ପ୍ରଭୁ ଏଇ ଛୋଟ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ମୋର ପ୍ରଥମ ପଏଣ୍ଟ ହେଉଛି କାହାକୁ ସେ ବଡ଼ ଗୋଷ୍ଠୀ କରିବେ? ଆମକୁ। କ'ଣ ପାଇଁ ସେ କରିବେ? କାରଣ ସେ ଆମକୁ ପ୍ରେମ କରନ୍ତି। ଗଡ୍ ଲଭ୍ସ ଆସ୍। ସଦାପ୍ରଭୁ ଆମକୁ ପ୍ରେମ କରନ୍ତି, ସେଥି ଯୋଗୁଁ ସେ ଆମକୁ ବଡ଼ ଶକ୍ତିଶାଳୀ କରିବେ, ଜ୍ଞାନବାନ କରିବେ, ସବୁ କିଛି ଅନୁଗ୍ରହ କରିବେ। ପ୍ରଭୁ ଏ ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ, ଆଉ ଆମକୁ ହୃଦୟରେ ସେ ଭରସା ଆଶା ଦିଅନ୍ତୁ, ଆଉ ସେ ବିଶ୍ୱାସ ଅଧିକ ସେ ଜନ୍ମାଇ ଦିଅନ୍ତୁ, ଯେପରିକି ଆମେ ତାଙ୍କ ବାକ୍ୟରେ ରୋପିତ ହେବା। କ'ଣ ପାଇଁ? ଆମେ ଦୁଃଖୀ ଲୋକ, ଆମେ ଗରିବ ଲୋକ, ଆମର ଜ୍ଞାନ ନାହିଁ। ଆମେ ତ ବାକ୍ୟ ପଢ଼ିଲୁ, ଜ୍ଞାନ ଥିଲେ ମଧ୍ୟ ଆମେ ଦରିଦ୍ର, ଆମର କଥା ଲୋକ ଶୁଣିବେ ନାହିଁ। କିନ୍ତୁ ସଦାପ୍ରଭୁ କହୁଛନ୍ତି, ହୁଏତ ତୁମର ପଡ଼ୋଶୀ ତୁମକୁ ତୁଚ୍ଛ କରେ, ମୁଁ ତୁମକୁ ତୁଚ୍ଛ କରୁନାହିଁ। ହୁଏତ ତୁମର ଏଜୁକେସନ ଜାଗାରେ ତୁମକୁ ତୁଚ୍ଛ କରୁ, ମୁଁ ତୁମକୁ ତୁଚ୍ଛ କରିବି ନାହିଁ, କାରଣ ମୁଁ ତୁମକୁ ପ୍ରେମ କରୁଛି। ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ ଏ ଛୋଟ ବାକ୍ୟ ଦ୍ୱାରା। ଆମେନ୍।